ଦେଖାଯାଏ ସେମାନେ ବକ୍ତା ନୁହଁ କିନ୍ତୁ ପବିତ୍ର ଆତ୍ମା ବକ୍ତା ଅଟନ୍ତି। ବାସ୍ତବରେ ଯେତେବେଳେ 5ଟି ଦଇ ମାଛକୁ ପ୍ରଭୁ ଆଶୀର୍ବାଦ କରି ଶିଷ୍ୟମାନଙ୍କୁ ଦେଲେ ସେମାନେ କେବଳ ପରିବେଷଣ କରିଥିଲେ। ତଦ୍ରୂପ ପ୍ରଭୁ ଆଜି ତାଙ୍କର ବାକ୍ୟକୁ ଭାଙ୍ଗି ଖଣ୍ଡ ଖଣ୍ଡ କରି ଦିଅନ୍ତୁ, ଯାହାକି ମୁଁ ଆପଣମାନଙ୍କ ନିକଟରେ ପରିବେଷଣ କରିପାରିବି, ଆଉ ଯାହାକି ତୃପ୍ତ ହିଁ ମଧ୍ୟ ବଳି ପଡିବ। ହାଲେଲୁୟା। ଆଉ ଏତେବେଳେ ମୁଁ ବିଶେଷ ଧନ୍ୟବାଦ ଦେବି ଆମଙ୍କର ଯେପରି ସେ ବାକ୍ୟ ଶୁଣି ହୃଦୟ ମଧ୍ୟରେ କାର୍ଯ୍ୟ କରିପାରିବେ। ପ୍ରଭୁ ତୁମେ ଅନୁଗ୍ରହ କର, ପ୍ରତ୍ୟେକ ହୃଦୟକୁ ତୁମେ ତମର ବାକ୍ୟ ଗ୍ରହଣ କରିବା ପାଇଁ ପ୍ରସ୍ତୁତ କର। ପୁଣି ମୋର ମନର ଚିନ୍ତା, ହୃଦୟର କଳ୍ପନା, ମୁକ୍ତର ଭାଷା ତମର ଗ୍ରହଣ ଯୋଗ୍ୟ ହେଉ। এই সমস্ত প্রার্থনা যিশুଙ୍କ ନାମରେ ମାଗୁଅଛି, ଆମେନ୍। ଗୀତ ସଂଗୀତା ତାର 119 ଗୀତ 18 ପଦ। ଗୀତ ସଂଗୀତା 119 ନିଶ୍ଚିତ ଭାବରେ ପ୍ରତ୍ୟେକଙ୍କର ଏକ ଫେଭରାଇଟ ଆଉ ଅଂଶ ଅଟେ। ଅତି ସୁନ୍ଦର ସୁନ୍ଦର ବିଷୟ ମଧ୍ୟ ସେଇ ପୁସ୍ତକ ରହିଛି, ସେଇ ଗୀତରେ ରହିଛି। ଆଜି ସେଇ ଗୀତ ମଧ୍ୟରୁ ଗୋଟିଏ ପଦ ଆମେ ଚିନ୍ତା କରିବା। ଗୀତ ସଂଗୀତା 119 ତାର 18 ସେଇখানে ଲେଖାଯାଏ, ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖିପାରିବି। ମୋ ପ୍ରିୟମାନେ, ତେଣୁକରି ଆଜିର ପ୍ରସଙ୍ଗ ମୁଁ ରଖିଛି, ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର ବା ମୋ ଚକ୍ଷୁ ଖୋଲି ଦିଅ। ବାସ୍ତବରେ ବ୍ୟବସ୍ଥା ମଧ୍ୟରେ ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ ରହିଅଛି, ଅନେକ ଆଶ୍ଚର୍ଯ୍ୟ ଜିନିଷ ଆମେ ଦେଖିବାକୁ ପାଇଥାଉ, କିନ୍ତୁ ପ୍ରକୃତରେ ଏଇ ସବୁ ଆଶ୍ଚର୍ଯ୍ୟ ବିଷୟମାନ ଆମେ ବୁଝିପାରିନଥାଉ, ଜାଣିପାରିନଥାଉ, କାରଣ ଆମଙ୍କର ଆତ୍ମିକ ଚକ୍ଷୁ ଅନ୍ଧ ହେଇଯାଇଥାଏ। କାରଣ ଶୈତାନ ଆମଙ୍କର ଏଇ ବାକ୍ୟର ଆଶ୍ଚର୍ଯ୍ୟ କାର୍ଯ୍ୟ ଶକ୍ତିକୁ ନ ଦେଖିପାରିବା ପାଇଁ ଆମଙ୍କର ଜ୍ଞାନର ଚକ୍ଷୁ ବା ଆମଙ୍କର ଆତ୍ମିକ ଚକ୍ଷୁକୁ ଅନ୍ଧ କରିଅଛି। ପ୍ରିୟମାନେ, ଆମେ ଏଇ ସ୍ଥାନରେ ଦେଖୁଛୁ, ଲେଖାଯାଏ ଗୀତ ରଚକ ସେ ଏପରି ଲେଖନ୍ତି। ପ୍ରଥମ ଲାଇନରେ ଯେ ଦେଖିବା ସେଇ ସ୍ଥାନରେ ଲେଖାଯାଏ, ଏ ପ୍ରଭୁ ମୋର ଚକ୍ଷୁ ପ୍ରସନ୍ନ କର, ତୁମେ ମୋହର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟ ଦେଖିବି। ତୁମେ ମୋହର ଚକ୍ଷୁ ପ୍ରସନ୍ନ କର ବା ଖୋଲି ଦିଅ। ତେବେ ଗୀତ ରଚକ କଣ ପ୍ରକୃତରେ ଅନ୍ଧ ଥିଲେ ଯେ ସେ ଏପରି କହୁଛନ୍ତି? ମୋ ପ୍ରିୟମାନେ, ସେ ଅନ୍ଧ ନଥିଲେ। ଏଠାରେ ଗୀତ ରଚକ ଏପରି କହୁଛନ୍ତି ଯେ ମୋର ଆତ୍ମିକ ଚକ୍ଷୁ ଖୋଲି ଦିଅ। ଯଦି ତ ଜାଗତିକ ଶାରୀରିକ ଚକ୍ଷୁ ଆମଙ୍କର ଉନ୍ମୁକ୍ତ ଥାଏ, ଆଉ ତଥାପି ମଧ୍ୟ ଆମଙ୍କର ଆତ୍ମିକ ଚକ୍ଷୁର ଅନ୍ଧତା ଯୋଗୁଁ ଆମେ ବ୍ୟବସ୍ଥା ବା ବାକ୍ୟର ଆଶ୍ଚର୍ଯ୍ୟ ବିଷୟ ମାନଙ୍କୁ ଆମେ ଦେଖିପାରିନଥାଉ। ତେଣୁକରି କାନରେ ଗୀତ ରଚକ କହୁଛନ୍ତି, ଏ ପ୍ରଭୁ ତୁମେ ମୋର ଚକ୍ଷୁ ପ୍ରସନ୍ନ କର, ତାହେଲେ ମୁଁ ତୁମର ବ୍ୟବସ୍ଥାର ଆଶ୍ଚର୍ଯ୍ୟ ବିଷୟ ମାନ ଦେଖିବି। ଯଦି এই ଆତ୍ମିକ ଚକ୍ଷୁ ଖୋଲିବା ନିମନ୍ତେ ମାନେ ଦେଖିବା ଆଉ ଜଣଙ୍କର ମଧ୍ୟ ପ୍ରାର୍ଥନା ଯେ ଅନ୍ୟମାନେ ଯେପରି ବିଶ୍ୱାସୀ ମାନଙ୍କର ଯେପରି ଆତ୍ମିକ ଚକ୍ଷୁ ଖୋଲିଯାଏ, ଏଥି ନିମନ୍ତେ ସେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଯଦି କେହି ପାଇବେ, ଏଫିସିୟ ତାର 1 ପର୍ବ 17 ଏବଂ 18 ପଦ ଦେଖିବା। ସେ ସ୍ଥାନରେ କଣ ଲେଖାଯାଏ, ଯେପରି ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର ଗୌରବମୟ ପିତା ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ପାଇବା ନିମନ୍ତେ ତୁମମାନଙ୍କ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି, ସେଥିରେ ତୁମମାନଙ୍କର ଆନ୍ତରିକ ଚକ୍ଷୁ ପ୍ରସନ୍ନ ହୁଅନ୍ତେ। ତାହାଙ୍କର ଆହ୍ୱାନର ଭରସା, ତାହାଙ୍କ ଆହ୍ୱାନର ଭରସା କଣ? ଆଉ ସାଧୁମାନଙ୍କ ମଧ୍ୟରେ ତାହାଙ୍କର ଅଧିକାର ଓ ଗୌରବଯୁକ୍ତ ବିଷୟ କଣ? ଆହୁରି ଯଦି ଆପଣମାନେ 19 ପଦ ପଢିବେ, ସେଇখানে ମଧ୍ୟ ଅନେକ ବିଷୟ ଲେଖାଯାଏ, ଯେପରି ସେମାନେ ତାହା ଜାଣିପାରନ୍ତି। ଏଥି ନିମନ୍ତେ ପାଉଲ ଏହି ସ୍ଥାନରେ କଣ କରୁଛନ୍ତି? ଏଫେସୀ ମଣ୍ଡଳୀକୁ ପତ୍ର ମାଧ୍ୟମରେ ଲେଖୁଛନ୍ତି, ମୁଁ ତୁମମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, ତୁମମାନଙ୍କର ଆତ୍ମିକ ଚକ୍ଷୁ ପ୍ରସନ୍ନ ହେଉ ବା ଆତ୍ମିକ ଚକ୍ଷୁ ଖୋଲି ଯାଉ। ପାଉଲ ଚାହାନ୍ତି ଏଫେସୀ ମଣ୍ଡଳୀ ବିଶ୍ୱାସୀ ମାନଙ୍କର ଆତ୍ମିକ ଚକ୍ଷୁ ଯେପରି ଖୋଲିବ। ପ୍ରିୟ ଭାଇ ଓ ଭଉଣୀ ମାନେ, ଆମମାନଙ୍କର
प्रार्थना मध्य एपरि हेउ आमे प्रार्थना करिबा हे प्रभु मोर आत्मिक चक्षु खोली दियो मोर आत्मिक चक्षु खोली दियो प्रिय माने गोटे म्यूट करिवे गोटे खोला रही रजिना ना कौन से डिस्टर्ब हो गोटे म्यूट करिवे अनम्यूट अच्छे म्यूट करिवे सेटा को माने प्रिय माने माने आज बाइबल मध्यरो किछि विषय देखिबा को जिबा जो दृष्टांत गुडी करे परमेश्वर किछि व्यक्ति मानकर आत्मिक चक्षु खोली देथिले आ सेतबळे से माने की प्रकार से आश्चर्य विषय मान देखिले एवं आशीर्वाद प्राप्त हेले आमे ई वाक्य सुनिबा समय आमे प्रभु को निकट रे एई प्रार्थना करिबा परमेश्वर तुमे मोर आत्मिक चक्षु खोली दियो आसोदा माने बाइबल में दिनेश भाई टिके म्यूट कर दियंतु दिनेश सिंह भाई माने वाक्य मध्यरु किछि दृष्टांत गुड़िक देखा माने जो व्यक्ति मानकर परमेश्वर चक्षु खोली देइथिले आंख खोली देइथिले आ से विषय देखा प्रथम विषय माने देखा द्वितीय राजावली तार 6 पर्व 17 पद द्वितीय राजावली 6 पर्व 17 पद पुणी इलिशा प्रार्थना करी कहले हे सदा प्रभु मु विनय करूअछि से जेपरि देखि परिबो एथिपई तार चक्षु मुक्त कर पुणी सदा प्रभु से जुबालकर चक्षु मुक्त कले आ से देखिला पुणी देख पर्वत इलिशा चतुर्दिगरे अग्निमय अश्व और रथरे परिपूर्ण थिला हालेलुया मो प्रिय माने এই ঘটনা মানে দেখুছো এই স্থান লেখা যায় যে পুଣି ইলিশা প্রার্থনা করে কইলে হে সদা প্রভু মু বিনয় করছি হে যেপরি দেখি পারিবে এଥିପାଇଁ ତାର ଚକ୍ଷୁ ଉନ୍ମୁକ୍ତ କର ପୁଣି ସଦାପ୍ରଭୁ ସେଇ ଯୁବାର ଚକ୍ଷୁ ମୁକ୍ତ କଲେ ଆଉ ସେ ଦେଖି ପାରିଲେ ପୁଣି ଦେଖ पर्वत इस्राएल को चतुर्दिगरे अग्निमय अश्वर रथ परिपूर्ण थिला एई घटना आमे जेतले पढु तार प्रारंभ रु से समय अराम्य माने की प्रकार भावरे इस्राएल विरुद्ध युद्ध करने को आसुचंती आ जेते थर से माने योजना करूचंती ए स्थान रे छाउनी करबा ए स्थान रे आक्रमण करबा आ तेते थर परमेश्वर कर लोक इलिशा से कौन करूचंती ना इस्राएल रो राजा को यह जणाउचंती ए स्थान रे अराम्य माने छाउनी पकाइचंती से पाखे जीवन है ए प्रकार रो जेते थर से योजना करूचंती एते थर परमेश्वर लोक इस्राएल राजा को जणेबा द्वारा इस्राएल सुरक्षित रही था एई समय अराम रो राजा से कौन कले व्यस्त हले पुणी एथिरे अराम 11 पद पढ़िले से तन लिखा जे पुणी एथि लागि अराम राजा रो हृदय अति व्याग्र हला एणु से आपना दात मान को डाके से मान कहले अमन को मध्यरु किए इस्राएल राजा सपकरिया तुमान को मते कोन तुमाने मते जणाइबो नहीं एथिरे ताहार दास मान को मध्यरु जणे कहला ना ए प्रभु महाराज मात्र आपण निज शयन गृह रे जा करन सब कथा इस्राएल रो सेई समस्त कथा इस्राएल रो आज्ञा आपणकर नेट बंद हो जाय आज्ञा प्रेसिला नहीं गोटे इमानुएल ग्रुप रो कॉल आस्तिला तो टिके डिस्टर्ब हला क्षमा करिवे सेथिरे मध्यवर्ती इलिशा भविष्यत वक्ता इस्राएल रो राजा को जणाए तो से कहला जाई देखो से केउ ठेरे अछि ताहिरे मु लोक पठाई ताहा को आनिबी एउतरे ताहा को संवाद दिया गला जे देखो दोस्ते दो थन रछि आ परे से कौन करुचंती से राम राजा ताको धरी आनिबा दे तो से स्थान को अश्वगण रथ और महासैन्य दल पठाइले पुणी से माने रात्रि राति नगर चतुर्दिग बेष्टन कले जेतले हम देखुचु ए स्थान रात्रि से माने सोईचंती सकाळे ताको दास उठुचंती और सकाळे उठिके जेतले देखुचंती
ପର୍ବତ ଚାରିଆଡେ କଣ ନଗର ଚାରିଆଡେ ଆଉ ସୈନ୍ୟ ମାନେ ବେଷ୍ଟନ କରି ଅଛନ୍ତି। ତାହା ଦେଖି ସେ କଣ କରୁଛନ୍ତି ଆଉ ଭୟଭୀତ ହେଇଯାଉଛନ୍ତି। ଆଉ ସେ କଣ କରୁଛନ୍ତି ଦୌଡ଼ି ଯାଉଛନ୍ତି ତାଙ୍କର ପ୍ରଭୁଙ୍କ ନିକଟକୁ, ଇଲିଶାଙ୍କ ନିକଟକୁ, ଆଉ ଯାଇକି କହୁଛନ୍ତି, ସେ ତାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ସେତେବେଳେ ଇଲିଶା କଣ କରୁଛନ୍ତି ତାଙ୍କୁ କହୁଛନ୍ତି ଭୟ କର ନାହିଁ। ଏଥି ଉତ୍ତରେ ସୈନ୍ୟମାନେ ଇଲିଶାଙ୍କ ନିକଟକୁ ଓହ୍ଲାଇ ଆସନ୍ତେ ସେ ସଦାପ୍ରଭୁ ନିକଟରେ ପ୍ରାର୍ଥନା କରି କହିଲେ, ମୁଁ ବିନୟ କରୁଛି ଲୋକମାନଙ୍କୁ ଅନ୍ଧତାର ଆଘାତ କର। ଆମେ ଦେଖୁଛୁ 15 ପଦରେ, ଏଥିରେ ପରମେଶ୍ୱର ଲୋକଙ୍କ ସେବକ ପ୍ରଭାତରେ ଉଠି ବାହାରକୁ ଯାଆନ୍ତେ, ଦେଖ ଏକ ସୈନ୍ୟ ଦଳ ଅଶ୍ଵ ଓ ରଥ ସହିତ ନଗର ଚତୁର୍ଦିଗରେ ବେଷ୍ଟନ କରିଅଛନ୍ତି। ତ ତାଙ୍କ ଦାସ ତାଙ୍କୁ କହିଲେ, ହାୟ ମୋର ପ୍ରଭୁ, ଆମେ ମାନେ କଣ କରିବା? ସେ ଉତ୍ତର କଲେ, ଭୟ କର ନାହିଁ, କାରଣ ସେମାନଙ୍କ ସଙ୍ଗୀ ମାନ ଗଣ ଅପେକ୍ଷା ଆମମାନଙ୍କର ସଙ୍ଗୀ ଗଣ ଅଧିକ। ପୁଣି ଇଲିଶା ପ୍ରାର୍ଥନା କରି କହିଲେ, ଏ ସଦାପ୍ରଭୁ, ମୁଁ ବିନୟ କରୁଅଛି, ସେ ଯେପରି ଦେଖିପାରିବ ଏଥିପାଇଁ ତାର ଚକ୍ଷୁ ମୁକ୍ତ କର। ପୁଣି ସଦାପ୍ରଭୁ ସେଇ ଯୁବାଲୋକର ଚକ୍ଷୁ ମୁକ୍ତ କଲେ। ଆଉ ସେ ଦେଖିଲେ, ପୁଣି ଦେଖ ପର୍ବତ ଇଲିଶାଙ୍କ ଚତୁର୍ଦିଗରେ ଅଗ୍ନିମୟ ଅଶ୍ଵ ରଥରେ ପରିପୂର୍ଣ୍ଣ ଅଛି। ହାଲେଲୁୟା। ଆମେ ଏଇ ସ୍ଥାନରେ ଦେଖୁଛୁ ସେ ଯୁବା ବ୍ୟକ୍ତି ଯିଏକି ଇଲିଶାଙ୍କର ସେବକ ଥିଲେ। ଆଉ ସେ ସମସ୍ତ ସୈନ୍ୟ ମାନଙ୍କୁ ଦେଖି ଭୟଭୀତ ହଉଛନ୍ତି। ଆଉ ଇଲିଶାଙ୍କୁ ଆସି ଯେତେବେଳେ କହୁଛନ୍ତି, ଇଲିଶା ଆତ୍ମିକ ଚକ୍ଷୁରେ ଦେଖି ପାରୁଛନ୍ତି ପରମେଶ୍ୱର କି ପ୍ରକାର ଭାବରେ ତାକୁ ସୁରକ୍ଷା ଦେବା ନିମନ୍ତେ ଅଗ୍ନିମୟ ରଥ ଦ୍ଵାରା ସେ ବେଷ୍ଟନ କରିଅଛନ୍ତି। ତେଣୁକରି ସେ କଣ କରୁଛନ୍ତି, ଗିହେଜି ତାଙ୍କ ଦାସ ତାଙ୍କୁ କହୁଛନ୍ତି ଭୟ କର ନାହିଁ। ଆଉ ତାପରେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୁଁ ଯେମିତି ଦେଖିପାରୁଛି ତୁମେ ମତେ ସୁରକ୍ଷା ଦେଇଅଛ, ତଦ୍ରୂପ ଗିହେଜିର ଆଉ ଆତ୍ମିକ ଚକ୍ଷୁ ତୁମେ ଖୋଲି ଦିଅ, ଯେପରି ସେ ମଧ୍ୟ ଦେଖିପାରିବ। ଆଉ ସେଇ ସ୍ଥାନରେ କଣ ହଉଛି ନା ପରମେଶ୍ୱର ତାଙ୍କର ଚକ୍ଷୁକୁ ଖୋଲି ଦେଉଛନ୍ତି। ପ୍ରିୟ ମାନେ, ଏଠି ଆମେ ଦେଖୁଛୁ ଯେତେବେଳେ ଇଲିଶା ପ୍ରାର୍ଥନା କଲେ ତାଙ୍କ ସେବକଙ୍କ ଆଖି ଖୋଲିଗଲା। ଆଜି ଆମେ ମଧ୍ୟ ପ୍ରାର୍ଥନା କରିବା, ହେ ପ୍ରଭୁ ମୋର ଆଖି ଖୋଲି ଦିଅ। ଯେତେବେଳେ ଆମେ ଏପରି ପ୍ରାର୍ଥନା କରିବା, ସେତେବେଳେ ସତ୍ୟକୁ ଜାଣିପାରିବା। ପ୍ରକୃତରେ ପ୍ରଭୁ ଆମମାନଙ୍କୁ କି ପ୍ରକାର ଭାବରେ ଦିନ ପ୍ରତିଦିନ ସୁରକ୍ଷା ଦିଅନ୍ତି, ସେଇ ଆଶ୍ଚର୍ଯ୍ୟ ବିଷୟକୁ ଆମେ ଦେଖିପାରିବା। ଯତ ଆଜି ଆମେ ଦେଖିପାରୁନାହୁଁ, ଆମେ କଣ ସେଇ ସତ୍ୟତାକୁ ଜାଣିପାରୁନାହୁଁ, ଯଦ୍ୱାରା କି ଆମେ ଭୟଭୀତ ହଉ, ନିରାଶ ହେଇଯାଇଥାଉ, ସେଇ ଗିହେଜି ପରି ଭୟ କରିଥାଉ। ପୃଥିବୀରେ ବାସ କରିବା ସମୟରେ ବହୁତ ସଙ୍କଟ ଦେଇ ଯିବାକୁ ଆମମାନଙ୍କୁ ପଡିଥାଏ। ବହୁତ ଆତ୍ମିକ ଯୁଦ୍ଧ ଲଢିବାକୁ ଆମମାନଙ୍କୁ ପଡିଥାଏ। ଶୈତାନ ଭିନ୍ନ ଭିନ୍ନ ଉପାୟରେ ଆମକୁ ପକେଇବା ପାଇଁ ଚେଷ୍ଟା କରେ। ମାତ୍ର ଯେତେବେଳେ ଆମ ଆଖି ଫିଟିଯିବ, ସେତେବେଳେ ଏ କଥା ଆମେ ଜାଣିପାରିବା, ଆମର ଡରିବା ଦରକାର ନାହିଁ। କାରଣ ପରମେଶ୍ୱର ଆମ ସଙ୍ଗରେ ଅଛନ୍ତି, ପରମେଶ୍ୱର ଆମ ସପକ୍ଷରେ ଲଢିବେ, ପରମେଶ୍ୱର ଆମକୁ ବିଜୟ ଦେବେ। ଦେଖୁଛୁ ଇଲିଶା ଭୟଭୀତ ନଥିଲେ, କାରଣ ସେ ଜାଣନ୍ତି ପରମେଶ୍ୱର ତାଙ୍କୁ ସୁରକ୍ଷା ଦେବେ। ଆଉ ସେ ଦେଖୁଛନ୍ତି ମଧ୍ୟ ପରମେଶ୍ୱରଙ୍କର ଅଗ୍ନିମୟ ରଥ ତାଙ୍କ ଚତୁର୍ଦିଗରେ ରହିଅଛି। ଆଉ ସେଇ ରଥ ସାମାନ୍ୟ ନଥିଲା, ପରମେଶ୍ୱରଙ୍କ ଦ୍ଵାରା ପ୍ରେରିତ ଅଗ୍ନିମୟ ରଥ ଥିଲା। ହଁ ମୋ ପ୍ରିୟ ମାନେ, ଅନେକ ସମୟରେ ଆମେ ଭୟଭୀତ ହେଇଯାଇଥାଉ, ଯେତେବେଳେ ସଙ୍କଟ ଦେଇ ଗତି କରିଥାଉ, ଯେତେବେଳେ ଶୈତାନ ବିଭିନ୍ନ ପ୍ରକାର ପରୀକ୍ଷା ଆମ ଜୀବନରେ ଆଣିଥାଏ, ଆତ୍ମିକ ଯୁଦ୍ଧ ଆମମାନଙ୍କର ଆରମ୍ଭ ହେଇଥାଏ। ଆଉ ସେଇ ସମୟରେ ଆମେ ଭୟ ପାଇଥାଉ। କିନ୍ତୁ ଯଦି ଆମେ ସେଇ ଏଲିୟଙ୍କ ପରି ପ୍ରାର୍ଥନା କରିବା, ଇଲିଶାଙ୍କ ଯେପରି ପ୍ରାର୍ଥନା କଲେ ତାଙ୍କ ଦାସଙ୍କ ନିମନ୍ତେ, ଆମେ ଆମମାନଙ୍କ ନିଜ ପାଇଁ ପ୍ରାର୍ଥନା କରିବା, ପ୍ରଭୁ ଆମମାନଙ୍କର ଆତ୍ମିକ ଚକ୍ଷୁ ତୁମେ ଖୋଲି ଦିଅ, ଯେପରି ଆମେ ତୁମର ଆଶ୍ଚର୍ଯ୍ୟ ବିଷୟ ମାନେ ଦେଖିବୁ। ପରମେଶ୍ୱର ଆମମାନଙ୍କୁ ନିଶ୍ଚିତ ଭାବରେ ପ୍ରାର୍ଥନା ଶୁଣି ଆମମାନଙ୍କୁ ବିଜୟ ପ୍ରଦାନ କରିବେ। ଯେତେବେଳେ ଆମ ପରିସ୍ଥିତି ସମୟରେ ନିଜକୁ ଦେଖୁ, ସେତେବେଳେ ଆମେ ଭାବୁ ଯେ ଆମେ ବହୁତ ଛୋଟ, ଆମର ପରିସ୍ଥିତି, ଆମର ସମସ୍ୟା ବହୁତ ବଡ, ଆଉ ମୁଁ କିଛି କରିପାରିବି ନାହିଁ, ମୁଁ ଏତେ ଦୁର୍ବଳ ଯେ ମୁଁ କିଛି କରିପାରିବି ନାହିଁ। ମାତ୍ର ଯେତେବେଳେ ଆତ୍ମିକ ଚକ୍ଷୁ ଖୋଲିଯିବ, ସେତେବେଳେ ଜାଣିପାରିବା ଯେ ପରମେଶ୍ୱର ଆମକୁ ଜୟ ପ୍ରଦାନ କରିବେ। ଅନେକ ସମୟରେ ବିଭିନ୍ନ ପ୍ରକାର ପରିସ୍ଥିତି, ବିଭିନ୍ନ ପ୍ରକାର ସମସ୍ୟା, ବିଭିନ୍ନ ପ୍ରକାର ଅଭାବ ମଧ୍ୟ ଦେଇ ଯିବା ସମୟରେ
ଆଉ ଯେତେବେଳେ ଆମେ ନିଜକୁ ଦେଖୁ ସେ ପରିସ୍ଥିତି କି ଦେଖୁ ପୁଣି ନିଜକୁ ଦେଖୁ ସେତେବେଳେ ନିଜକୁ ଅତି କ୍ଷୁଦ୍ର ବୋଲି ମନେ କରୁ, ଅତି ଦୁର୍ବଳ ବୋଲି ମନେ କରୁ, ନା ମୁଁ କିଛି କରିପାରିବି ନାହିଁ। ସେ ଇଏ ଯେମିତି ସେ ଦାସ ମାନଙ୍କୁ ସେଇ ସୈନ୍ୟ ମାନଙ୍କୁ ଦେଖି ଭୟଭୀତ ହେଇଥିଲେ, ଆମେ ଏବେ କଣ କରିବା, କିପରି ଏମାନଙ୍କ କବଳ ରକ୍ଷା ପାଇବା। କିନ୍ତୁ ପ୍ରଭୁଙ୍କର ଲୋକ ସେ କହିଲେ ଭୟ କର ନାହିଁ, ଆଜି ସବୁ ଭୟ କର ନାହିଁ। ଆମେ କେବଳ ପ୍ରାର୍ଥନା କରିବା, ପ୍ରଭୁ ଆମର ଆତ୍ମିକ ଚକ୍ଷୁ ଖୋଲି ଦିଅ, ଆଉ ତାପରେ ଦେଖିବାକୁ ପାଇବା ପ୍ରଭୁ କିପରି ଆମ ସପକ୍ଷରେ ଲଢି ଆମମାନଙ୍କୁ ଜୟ ପ୍ରଦାନ କରିବେ। ଯେପରି ଦାଉଦ ଆଉ ଗୋଲିଆତଙ୍କ ମଧ୍ୟରେ ଯୁଦ୍ଧର ବିଷୟ এই ସମୟରେ ମନେ ପଡେ। ଦାଉଦ ଦେଖିବାକୁ ଅତି କ୍ଷୁଦ୍ର ଥିଲେ। ସାଉଲ କହୁଛନ୍ତି ତୁମେ ତ ଜଣେ ଯୁବା, କିନ୍ତୁ ସେ ତ ଜନ୍ମବତୀ ସେ ଯୋଦ୍ଧା ଜଣେ ଗୋଲିଆତ। ଗୋଲିଆତ ଦେଖିବା ପାଇଁ ବହୁତ ବଡ ଥିଲା, ଦାଉଦ ସାମ୍ନାରେ ଏକଦମ ଛୋଟ, ଆଉ ସେ ପାଳକ ବୋଲି ଲେଖାଯାଏ। କିନ୍ତୁ ଜୟ କାହାର ହେଲା? ଜୟ ଦାଉଦଙ୍କର ହେଇଥିଲା, କାରଣ ପରମେଶ୍ୱର ଦାଉଦଙ୍କ ପାଇଁ ଲଢିଥିଲେ। ଗୀତ ସଂହିତା ତାର 34 ପଦ ଯଦି ପଢିବା ସେଇখানে ଲେଖାଯାଏ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି ତାହାଙ୍କ ଦୂତ ଏମାନଙ୍କ ଚାରିଆଡେ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି, ଜୟ ପ୍ରଦାନ କରନ୍ତି। ପ୍ରିୟମାନେ ସେଦିନ ଗୋଲିଆତ ଦାଉଦ ମଧ୍ୟରେ ଲଢେଇ ହେଲା, କିନ୍ତୁ ଦାଉଦ କଣ କହିଲେ? ତୁ ସିନା ବଛା ଶୈଲ୍ୟ ଖଣ୍ଡା ଖଡଗ ନେଇ ଯୁଦ୍ଧ କରିବାକୁ ଆସିଅଛୁ, କିନ୍ତୁ ମୁଁ ପ୍ରଭୁଙ୍କ ନାମରେ ତ ନିକଟକୁ ଆସୁଛି। ଏଇ ଯୁଦ୍ଧ ପରମେଶ୍ୱରଙ୍କର। ହାଲେଲୁୟା। ଆମ ପ୍ରିୟମାନେ ନିଜକୁ ଆମେ ଦୁର୍ବଳ, ନିଜକୁ ଆମେ ଛୋଟ ଏସବୁ ମନେ କରିପାରିଥାଉ, କିନ୍ତୁ ଭୟ କରିବା ନାହିଁ। ପ୍ରଭୁ ଆମମାନଙ୍କ ସପକ୍ଷରେ ଲଢିବେ, ଆପଣ ଦୂତମାନଙ୍କୁ ପ୍ରେରଣ କରି ଆମମାନଙ୍କୁ ଉଦ୍ଧାର କରିବେ, ଆମମାନଙ୍କୁ ବିଜୟ ପ୍ରଦାନ କରିବେ। ମୋ ପ୍ରିୟମାନେ ଆଜି ବହୁତ ଗୁଡିଏ ଲଢେଇ ଆମେ ନିଜେ ଲଢୁଛୁ। ବହୁତ ଜାଗାରେ ସ୍ୱାମୀ ସ୍ତ୍ରୀ ପରସ୍ପର ମଧ୍ୟରେ ଏପରି ଲଢନ୍ତି, ଏପରି ଝଗଡା କରନ୍ତି, ଯାହାକି ଛାଡପତ୍ର ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଯାଏ। ଆଜି ବହୁତ ଗୁଡିଏ ପରିବାର ଭାଙ୍ଗି ଯାଇଛି, କାହିଁକି ନା ଭାଇ ଭାଇ ଭଉଣୀ ଭଉଣୀ ପରସ୍ପର ମଧ୍ୟରେ ଲଢନ୍ତି, ଝଗଡା କରନ୍ତି। ମାତ୍ର ଯେତେବେଳେ ଆମର ଆତ୍ମିକ ଚକ୍ଷୁ ଖୋଲିଯିବ, ସେତେବେଳେ ଆମେ ଜାଣିପାରିବା ଆମ ଯୁଦ୍ଧ ମନୁଷ୍ୟ ସହିତ ନୁହେଁ, ଆମର ଲଢେଇ ଏଇ ଅନ୍ଧକାର ଦୁଷ୍ଟାତ୍ମା ମାନଙ୍କ ବିରୁଦ୍ଧରେ, ଶୈତାନ ବିରୁଦ୍ଧରେ। ତାର 6 ପର୍ବ 12 ପଦରେ ଏପରି ଲେଖାଯାଏ, କାରଣ ଆମ ମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ କର୍ତ୍ତାପଣ ବିରୁଦ୍ଧରେ, ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟ ଆତ୍ମା ମାନଙ୍କ ବିରୁଦ୍ଧରେ, ଅର୍ଥାତ୍ ଶୈତାନଙ୍କ ବିରୁଦ୍ଧରେ। ମୋ ପ୍ରିୟମାନେ ଆମେ ପ୍ରାର୍ଥନା କରିବା, ପ୍ରଭୁ ମୋର ଆଖି ଖୋଲି ଦିଅ, ଯଦ୍ୱାରା ଆମେ ପରସ୍ପର ସହିତ ନ ଲଢି ଶୈତାନ ବିରୁଦ୍ଧରେ ଯୁଦ୍ଧ କରିବା। ଯେତେବେଳେ ଆଖି ଖୋଲିବ ସେତେବେଳେ ଜାଣିପାରିବା ଯେ ପରମେଶ୍ୱର ଆମ ପାଇଁ ଲଢିବେ, ପରମେଶ୍ୱର ଆମମାନଙ୍କୁ ଜୟ ପ୍ରଦାନ କରିବେ। ଆଜିର ଏଇ ବାକ୍ୟ ଶୁଣିବା ସମୟରେ ଯଦି ଆମେ ଆପଣ ବିଶ୍ୱାସ ନିରାଶ ଅଛନ୍ତି, ପରିସ୍ଥିତିକୁ ଦେଖି ଆପଣ ଭୟଭୀତ ହେଉଛନ୍ତି, ଆପଣଙ୍କର ଅବସ୍ଥାକୁ ଦେଖି ନିରାଶ ହେଉଛନ୍ତି, ଭୟ କରୁଛନ୍ତି, ଭୟ କରନ୍ତୁ ନାହିଁ। ପରମେଶ୍ୱର ଆମ ପକ୍ଷରେ ଲଢିବେ। ପ୍ରଭୁ ଆମର ଆତ୍ମିକ ଚକ୍ଷୁ ଖୋଲି ଦିଅ। ଯେତେବେଳେ ସେ ଆମର ଆତ୍ମିକ ଚକ୍ଷୁ ଖୋଲିଦେବେ, ସେତେବେଳେ ଆମେ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖିବା। ଯେପରି ଗୀତ ରଚକ ଏପରି ଲେଖନ୍ତି, ଗୀତ 119:18, ହେ ପ୍ରଭୁ ମୋର ଚକ୍ଷୁ ଖୋଲି ଦିଅ, ଯେପରି ମୁଁ ତୁମର ବ୍ୟବସ୍ଥାର ଆଶ୍ଚର୍ଯ୍ୟ ବିଷୟ ଗୁଡିକୁ ଦେଖିପାରିବି। ହଁ ମୋ ପ୍ରିୟମାନେ, ଆମେ ଭୟ କରିବା ନାହିଁ। ପରିସ୍ଥିତି ମଧ୍ୟ ଯିବା ସମୟରେ ଆମେ କେବଳ ପ୍ରାର୍ଥନା କରିବା, ପ୍ରଭୁ ଆମଙ୍କର ଆତ୍ମିକ ଚକ୍ଷୁ ଖୋଲିଦେବେ। ସେତେବେଳେ ଆମେ ଦେଖିପାରିବା ପ୍ରଭୁ କିପରି ଆମ ସପକ୍ଷରେ ସମସ୍ତ ପରିସ୍ଥିତି ବିରୁଦ୍ଧରେ ଲଢୁଛନ୍ତି ଏବଂ ଆମମାନଙ୍କୁ ଏକ ରାସ୍ତା ଉନ୍ମୁକ୍ତ କରୁଛନ୍ତି, ଯାହାକି ଆମେ ଦେଖିପାରିବା। ଦ୍ୱିତୀୟ ଦୃଷ୍ଟାନ୍ତ ଆମେ ଦେଖିବା, ଲୁକ ତାର 24 ପର୍ବ 30 ଏବଂ 31 ପଦ। କେହି ଯଦି ପାଇବେ ପାଠ କରିବେ, ଲୁକ 24 ପର୍ବ 30 ଏବଂ 31। ଆଉ ସେମାନଙ୍କ ସହିତ ଭୋଜନରେ ବସିଲା ଉତ୍ତାରେ ସେ ରୋଟି ଘେନି ଆଶୀର୍ବାଦ କଲେ, ପୁଣି ତାହା ଭାଙ୍ଗି ସେମାନଙ୍କୁ ଦେବାକୁ ଲାଗିଲେ। ତହିଁରେ
ସେମାନଙ୍କ ଚକ୍ଷୁ ଉନ୍ମୁକ୍ତ ହେଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ ଆଉ ସେ ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ଆମିନ୍ ଆମିନ୍। ଧନ୍ୟବାଦ। ଆମେ ଏହି ସ୍ଥାନରେ ଦେଖୁଛୁ ଯେ କେଉଁମାନେ ତାହାଙ୍କୁ ଚିହ୍ନିଲେ, କେଉଁମାନଙ୍କର ଆଖି ସେଦିନ ଖୋଲିଗଲା। ଯଦି ଏହି ସ୍ଥାନରେ ଆମେ ଦେଖୁଛୁ ସେଥିରେ ସେମାନଙ୍କ ଚକ୍ଷୁ ଖୋଲିଗଲା ଓ ସେମାନେ ତାହାଙ୍କୁ ଚିହ୍ନିଲେ। ଏହା କାହା ବିଷୟରେ ଲେଖାଯାଏ ଯେତେବେଳେ ଆମେ ଦେଖୁ ସେଇ 24 ପର୍ବର ପ୍ରାରମ୍ଭରୁ ସେମାନେ କଣ କରୁଛନ୍ତି ଦେଖନ୍ତୁ 13 ପଦ ଲେଖାଯାଏ। ଆଉ ଦେଖ ସେଇଦିନ ସେମାନଙ୍କ ମଧ୍ୟରୁ 2 ଜଣ ଜେରୁସାଲେମ ଠାରୁ ପ୍ରାୟ 4 କୋଶ ଦୂରବର୍ତ୍ତୀ ହିମାୟ ଗ୍ରାମକୁ ଯାଉଥିଲେ ଓ ଏହି ସମସ୍ତ ଘଟଣା ବିଷୟରେ ପରସ୍ପର କଥାବାର୍ତ୍ତା କରୁଥିଲେ। ଯେତେବେଳେ ଶିଷ୍ୟମାନେ ଦେଖିଲେ ସମାଧି ଖାଲି ପଡିଛି, ପ୍ରଭୁ ଉଠିଛନ୍ତି, ଆଉ ମରିୟମ ମଧ୍ୟ ଯାଇ ମଗଦଲିନୀ ମରିୟମ ଯାଇ ସେମାନଙ୍କୁ ସାକ୍ଷ୍ୟ ପ୍ରଦାନ କରୁଛନ୍ତି ଯେ ଯୀଶୁ ଉଠିଛନ୍ତି, ମୁଁ ତାଙ୍କୁ ଦେଖିଅଛି। ଏହାପରେ ସେମାନେ ହିମାୟ ଗ୍ରାମକୁ ଯାଉଛନ୍ତି ଆଉ ଯିବା ସମୟରେ ସେମାନେ କଥାବାର୍ତ୍ତା କରୁଛନ୍ତି, ପରସ୍ପର କଥାବାର୍ତ୍ତା କରି କହୁଛନ୍ତି। ସେମାନେ କଥାବାର୍ତ୍ତା ଓ ବାଦନବାଦ କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କ ନିକଟରେ ଆସି ସେମାନଙ୍କ ସଙ୍ଗରେ ଗମନ କରିବାକୁ ଲାଗିଲେ। କିନ୍ତୁ ସେମାନଙ୍କର ଚକ୍ଷୁ ଏପରି ରୁଦ୍ଧ ହୋଇଥିଲା ଯେ ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ କଥାବାର୍ତ୍ତା ହେଉଥିଲେ ଆଉ ସେଇ ଯୀଶୁଙ୍କ ବିଷୟରେ ହିଁ ସେମାନେ କଥାବାର୍ତ୍ତା ହେଉଥିଲେ। କି ପ୍ରକାର ଆଉ ତାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରାଗଲା, କି ପ୍ରକାର ସେମାନେ ନେଇ ତାଙ୍କୁ କ୍ରୁଶରେ ଟଙ୍ଗାଇଲେ, ସେ କି ପ୍ରକାର ମୃତ୍ୟୁବରଣ କଲେ, ତାଙ୍କୁ କିପରି ସମାଧି ଦିଆଗଲା, ପୁଣି ବର୍ତ୍ତମାନ କଣ ଜନରୋଗ ହଉଛି ଯେ ସେ ଉଠି ଅଛନ୍ତି। ଏସବୁ କଥାବାର୍ତ୍ତା ହେଉଥିବା ସମୟରେ ପ୍ରଭୁ ଯୀଶୁ ଆସି ସେମାନଙ୍କ ସହିତ ପଥ ମଧ୍ୟରେ ମିଶିଲେ ଆଉ ସେମାନଙ୍କ ସହିତ କଥାବାର୍ତ୍ତା ହେଇ ଆଗକୁ ଆଗକୁ ବଢିଲେ। ସେ ଯେତେବେଳେ ପଚାରୁଛନ୍ତି ତମେ କାହା ବିଷୟରେ କଥା ହଉଛ, କଣ ବୋଲି କଥା ହଉଛ, ଆଉ ସେତେବେଳେ ସେମାନେ ତାଙ୍କୁ କହୁଛନ୍ତି ତମେ କଣ ନୂଆ ଏଇ ଜେରୁସାଲେମରେ ନଥିଲ, ଏଇ କିଛି ଦିନ ତଳେ ଏ ପ୍ରକାର ଘଟଣା ଘଟିଲା, ଆଜି କେତେ ଜଣ ଯାଇ ଦେଖି ଆସି କହୁଛନ୍ତି ତାଙ୍କର ସମାଧି ଖୋଲା ଅଛି, ସେ ଉଠି ଅଛନ୍ତି। ଏସବୁ କହିବା ସମୟରେ ଆଉ ସେମାନଙ୍କ ମଧ୍ୟରୁ କ୍ଲେଓପା ନାମରେ ଜଣେ ତାହାଙ୍କୁ ଉତ୍ତର ଦେଲା, ଜେରୁସାଲେମ ତ ପ୍ରବାସୀ ମାନଙ୍କ ମଧ୍ୟରୁ ଆପଣ କଣ ଏକାକୀ ସେ ସ୍ଥାନରେ ଏ କେତେକ ଦିନରେ ଘଟଣା ଜାଣନ୍ତି ନାହିଁ। ଯେତେବେଳେ ଯୀଶୁ ପଚାରୁଛନ୍ତି କଣ ହେଲା ବୋଲି କହିଲାଠୁ ସେ ଇଏ କହୁଛନ୍ତି କ୍ଲେଓପା ବୋଲି, ସେ କହୁଛନ୍ତି ଆପଣ କଣ ନୂଆ ଆସିଛନ୍ତି ନା କଣ ଆପଣ ଜାଣିନାହାନ୍ତି ଏଇ କିଛି ଦିନ ତଳର ଘଟଣା। ସେମାନେ ପଚାରିଲେ କି କି ପ୍ରକାର ଘଟଣା, ସେମାନେ ତାହାଙ୍କୁ କହିଲେ ନାଜରିତୀୟ ଯୀଶୁଙ୍କ ବିଷୟ। ଈଶ୍ୱର ଓ ସମସ୍ତ ଲୋକଙ୍କ ଦୃଷ୍ଟିରେ କର୍ମରେ ଓ ବାକ୍ୟରେ କଣ ଶକ୍ତିଶାଳୀ ପ୍ରଭାବଶାଳୀ ଥିଲେ। ହଁ ମୋ ପ୍ରିୟ ମାନେ, ସେମାନେ ଯୀଶୁଙ୍କ ବିଷୟ କଥା ହଉଛନ୍ତି, ଯୀଶୁ ସେମାନଙ୍କ ସହିତ ଅଛନ୍ତି, ବାରମ୍ବାର ସେମାନଙ୍କୁ ବାକ୍ୟର ବିଷୟ ବୁଝାଇ ଦଉଛନ୍ତି, ତଥାପି ମଧ୍ୟ ତାଙ୍କ ସହିତରେ ସେମାନେ ଗମନ କରୁଛନ୍ତି। ଆମେ ଦେଖିଲୁ ପ୍ରାୟ 4 କୋଶ ବାଟ ସେମାନେ ଯାଉଛନ୍ତି ତାଙ୍କ ସହିତରେ, ତଥାପି ସେମାନେ ଯୀଶୁଙ୍କୁ ଚିହ୍ନି ପାରୁନାହାନ୍ତି। ସମୟରେ ଆମମାନଙ୍କ ସହିତରେ ଯୀଶୁ ଥାନ୍ତି କିନ୍ତୁ ଆମେ ତାଙ୍କୁ ଜାଣିପାରି ନଥାଉ। ସେଇ ଶିଷ୍ୟମାନଙ୍କର ଚକ୍ଷୁ ଏପରି 16 ପଦ ଆଜି ଆମେ ଯାହା ପଢିଲୁ, କିନ୍ତୁ ସେମାନଙ୍କର ଚକ୍ଷୁ ଏପରି ରୁଦ୍ଧ ଥିଲା ଯେ ସେମାନେ ତାହାଙ୍କୁ ଚିହ୍ନି ପାରିଲେ ନାହିଁ। ଲେଖାଯାଏ ସେମାନେ ତାହାଙ୍କୁ ଚିହ୍ନି ପାରୁନାହାନ୍ତି। ଯେତେବେଳେ ସେମାନେ କଣ କଲେ, ତେବେ ହିମାୟ ପଥ ପାଖରେ ପହଞ୍ଚି ଯାଇଛନ୍ତି, ସନ୍ଧ୍ୟା ହେଇ ଆସିଛି, ଆଉ ସେମାନେ ଆପଣା ଗୃହକୁ ଯିବା ସମୟରେ ଯୀଶୁଙ୍କୁ ଡାକୁଛନ୍ତି, ଆସ ଆମ ଘରେ ରହିବା ଏବଂ ଭୋଜନ କରିବା। ଯୀଶୁ ଯାଉଛନ୍ତି ତାଙ୍କ ଘରକୁ, ଆଉ ସେ ଧରି ପହଞ୍ଚି ସେମାନଙ୍କ ସହିତ ଭୋଜନରେ ବସିଛନ୍ତି। ଆଉ ଯୀଶୁ କଣ କଲେ ନା ରୁଟି ନେଲେ, ଧନ୍ୟବାଦ ଦେଇ ଭାଙ୍ଗି ସେମାନଙ୍କୁ ଦେଲେ, ନିଅ ଭୋଜନ କର। ଯେତେବେଳେ ସେମାନେ ଭୋଜନ କରିବା ପୂର୍ବରୁ ଯୀଶୁ ବୋଲି ସେ ଜାଣିପାରୁଛନ୍ତି, କାରଣ ସେମାନଙ୍କର ଆତ୍ମିକ ଚକ୍ଷୁ ଉନ୍ମୁକ୍ତ ହେଉଛି। ସେମାନେ କି ପ୍ରକାର ଭାବରେ ଜାଣିଲେ ଯେତେବେଳେ ଯୀଶୁ ରୁଟି ଭାଙ୍ଗି ଧନ୍ୟବାଦ ଦେଇ ସେମାନଙ୍କୁ ଦେଲେ। ମୋ ପ୍ରିୟ ମାନେ, ସେତେବେଳେ ତାଙ୍କର ଦୃଷ୍ଟି ତାଙ୍କର ହସ୍ତ ଉପରେ ପଡିଲା, ଯେଉଁ ହସ୍ତ କଣ୍ଟାରେ ବିଦ୍ଧ ହେଇଥିଲା। ଏ କ୍ଷତ ଚିହ୍ନ ସେତେବେଳେ ପର୍ଯ୍ୟନ୍ତ ଥିଲା, ଯାହାକୁ ସେ ଥମାକୁ ଦେଖାଇଥିଲେ, ଦେଖ ମୋର ହାତ ଛୁଇଁକିରି ଦେଖ। ମୋ ପ୍ରିୟ ମାନେ, ସେତେବେଳେ ସେମାନଙ୍କର ଆତ୍ମିକ ଚକ୍ଷୁ ଖୋଲି ଯାଇଥିଲା ଆଉ ସେମାନେ ଯୀଶୁ ବୋଲି ଚିହ୍ନି ପାରିଥିଲେ। ଆଉ ସେତେବେଳେ ସେମାନେ କଣ କଲେ, ସେମାନଙ୍କ ମଧ୍ୟରୁ ଅଦୃଶ୍ୟ ହେଇଗଲେ। ମୋ ପ୍ରିୟ ମାନେ, ଏଇଥିରେ ଆମେ ଦେଖୁଛୁ ସେମାନେ ଯୀଶୁଙ୍କ ସହିତ ମିଶି ଯାଏ ରାସ୍ତା ଚାଲୁଥିଲେ, କିନ୍ତୁ ସେମାନେ କଣ କରୁଛନ୍ତି ନା ଯୀଶୁ ବୋଲି ସେ ଚିହ୍ନି ପାରୁନାହାନ୍ତି। ପ୍ରିୟମାନେ, ଯୀଶୁ ସେମାନଙ୍କର ସଙ୍ଗରେ କଥାବାର୍ତ୍ତା ହଉଥିଲେ, ବହୁ ବାଟ ସେମାନଙ୍କ ସହିତ ଆସିଲେ,
ଏବଂ ଯୀଶୁ କଥା କଥାରେ ସେମାନଙ୍କୁ ବୁଝାଇଲେ ଏବଂ କହିଲେ ତୁମର ବିଶ୍ୱାସ କମ ଅଟେ। ବାକ୍ୟରେ ଏପରି ଲେଖା ଯାଇଥିଲା, ଈଶ୍ୱରଙ୍କ ପୁତ୍ର ଏ ଜଗତ ମଧ୍ୟକୁ ଆସିବେ, ପୁଣି ମୃତ୍ୟୁବରଣ କରିବେ, ସମାଧିସ୍ଥ ହେବେ ଏବଂ ତୃତୀୟ ଦିନରେ ପୁନର୍ବାର ଉଠିବେ। ଆଉ ସେ ଜୀବିତ ଥିବା ସମୟରେ କୁଶାକିତ ହେବା ପୂର୍ବରେ ଅନେକ ଥର ଶିଷ୍ୟମାନଙ୍କୁ ଏହି ବିଷୟ ନେଇ କହିଛନ୍ତି, ତଥାପି ମଧ୍ୟ ସେମାନଙ୍କର ବିଶ୍ୱାସ ନଥିଲା। ଏଇ ସବୁ କଥା କହିବା ସମୟରେ ମଧ୍ୟ ସେମାନେ ଯୀଶୁଙ୍କୁ ଚିହ୍ନିଲେ ନାହିଁ। କିନ୍ତୁ ଯେତେବେଳେ ସେମାନେ ଯୀଶୁଙ୍କ ସହିତ ଭୋଜନରେ ବସିଲେ, ଯୀଶୁ ରୁଟି ନେଇ ଧନ୍ୟବାଦ ଦେଇ ଭାଙ୍ଗିଲେ, ତାପରେ ସେମାନଙ୍କର ଚକ୍ଷୁ ଖୋଲିଗଲା। ସେତେବେଳେ ସେମାନେ ଚିହ୍ନି ପାରୁଛନ୍ତି ଏ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ପ୍ରିୟ ବନ୍ଧୁଗଣ, ମୁଁ ଗୋଟିଏ ପ୍ରଶ୍ନ ଆପଣମାନଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଚାହେଁ, ପ୍ରକୃତରେ କଣ ଆମେ ଯୀଶୁଙ୍କୁ ଚିହ୍ନିଛୁ କି? ତେବେ ଯୀଶୁ ଆପଣଙ୍କ ପାଇଁ କଣ ଅଟନ୍ତି? ଯେପରି ଯୀଶୁ ଆପଣା ଶିଷ୍ୟମାନଙ୍କୁ ପଚାରିଥିଲେ, ମୁଁ କିଏ? ଯୋଉ ଶିଷ୍ୟମାନେ ପ୍ରାୟ 3 ବର୍ଷ 6 ମାସ ସେମାନେ ଯୀଶୁଙ୍କ ସହିତ ଥିଲେ, ଯୀଶୁଙ୍କ ସହିତରେ ଭ୍ରମଣ କରୁଥିଲେ, ଯୀଶୁଙ୍କ ସହିତରେ ଏକାଠି ବସି ଭୋଜନ ପାନ କରୁଥିଲେ, ଆଉ ଯୀଶୁ ସେମାନଙ୍କୁ ଏଇ ପ୍ରଶ୍ନ ପଚାରୁଛନ୍ତି। ଆଜି ହୁଏତ ଆମେ ଅନେକ ବର୍ଷର ବିଶ୍ୱାସୀ ହେଇଥାଇପାରୁ। ଯଦି ଆମେ ନୂତନ ବିଶ୍ୱାସୀ ମାନଙ୍କୁ ଏ କଥା ପଚାରିବା ଯେ ଯୀଶୁ କିଏ, ଆମେ ଯେତେବେଳେ ବିଜାତି ମାନଙ୍କ ମଧ୍ୟରେ ପ୍ରଭୁଙ୍କର ସେବା କାର୍ଯ୍ୟ ମିନିଷ୍ଟ୍ରି କରିବାକୁ ଯାଉ, ସେ ସମୟରେ ଅନେକ ରୋଗରେ ଆକ୍ରାନ୍ତ ହୋଇ ଆମମାନଙ୍କ ପାଖକୁ ଆସନ୍ତି ପ୍ରାର୍ଥନା ନିବେଦନ ନେଇ, ଅନେକ ସମସ୍ୟାରେ ଜଡ଼ିତ ହୋଇ ଆସନ୍ତି, ଅନେକ ଅଭାବ ମଧ୍ୟରେ, ଅନେକ ଗୁଣି ଗାରେଡି ଭୂତ ପ୍ରେତର ବନ୍ଧନରେ ଆସନ୍ତି। ଆଉ ଆମେ ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିଥାଉ, ପ୍ରଭୁ ଗୌରବ ପାଆନ୍ତୁ। ଅନେକ ସମୟରେ ଅନେକ ସୁସ୍ଥତା ପାଆନ୍ତି, ଅନେକ ଭୂତାତ୍ମା ଗୁଣି ଆତ୍ମା ସେମାନଙ୍କ ଠାରୁ ଚାଲିଯାଏ, ସେମାନେ ସୁସ୍ଥତା ପାଆନ୍ତି। ଅନେକ ସନ୍ତାନ ସନ୍ତତି ନଥିବା ବ୍ୟକ୍ତି ମାନେ ମଧ୍ୟ ଆସନ୍ତି। ଏଇ କିଛି ଦିନ ତଳେ ଆଉ ଜଣେ ହିନ୍ଦୁ ପରିବାର, ସେମାନେ ପ୍ରାୟ ବିବାହ କରି 8 ବର୍ଷ 9 ବର୍ଷ ହେଇଥିଲା, ସେମାନଙ୍କର ସନ୍ତାନ ସନ୍ତତି କିଛି ନଥିଲା। ଆଉ ସେମାନେ ମନ୍ଦ ସ୍ୱପ୍ନ ଦେଖି ଆଉ ସବୁବେଳେ ତାଙ୍କର ମିସକ୍ୟାରେଜ ହୁଏ। ଏ ସମୟରେ ସେ ଶୁଣିଲେ ମାନେ ପ୍ରଭୁଙ୍କ ଲୋକ ବୋଲି, ଆଉ ସେ ଆମ ନିକଟରେ ଆସି ପହଞ୍ଚିଲେ, ପ୍ରାର୍ଥନାର ଅନୁରୋଧ କଲେ, ଆମେ ପ୍ରାର୍ଥନା କଲୁ। ଆଶ୍ଚର୍ଯ୍ୟର କଥା, ପ୍ରଭୁ ଗୌରବ ପାଆନ୍ତୁ। ଆଉ ତାଙ୍କର ସେ ଦୁଃସ୍ୱପ୍ନ ବନ୍ଦ ହେଲା, ଆଉ ସେ ଗର୍ଭବତୀ ହେଲେ। ଏଇ 3 ଦିନ ତଳେ, ଏବେ ପର୍ଯ୍ୟନ୍ତ ସେ ମେଡିକାଲରେ ଅଛନ୍ତି। ମୁଁ ଯାଇଥିଲି, ମତେ ସାଙ୍ଗେ ସାଙ୍ଗେ ଖବର ଦେଲେ, ଆଜ୍ଞା ଆଉ କୁଶଳତାର ସହିତ ଆପଣ ଯେମିତି କହିଥିଲେ, ଆଉ କୁଶଳତାର ସହିତ ମୋର ଗୋଟେ ପୁଅଟି ହେଇଛି। କାଲି ପଚାରୁଥିଲେ ମୁଁ ତାର ନାଁ କଣ ଦେବି। ମୋ ପ୍ରିୟ ମାନେ, ଯେପରି ଯଦି ତାକୁ ପଚାରିବା, ଏ ଭାଇ ଯୀଶୁ କିଏ, ସେ ଉତ୍ତର ଦେବେ କଣ କହିବେ ନା, ଯୀଶୁ ଯାହାର ଛୁଆ ପିଲା ନାହାନ୍ତି ତାକୁ ଦିଅନ୍ତି। ଯେ ରୋଗରୁ ସୁସ୍ଥ ହେଇ ପ୍ରଭୁଙ୍କ ପରିଚୟ ପାଇଥାଏ, ତାକୁ ଯଦି ପଚାରିବା ଯୀଶୁ କିଏ, ତାହେଲେ ସେ କହିବ ଯୀଶୁ ରୋଗ ସୁସ୍ଥ କରନ୍ତି। ମୋ ଜ୍ୱର ହେଇଥିଲା, ଆସିଥିଲି, ଯୀଶୁ ମତେ ଭଲ କରିଥିଲେ। ଯେ ଭୂତ ଆତ୍ମାରେ ଆବିଷ୍ଟ ହୋଇ ଆସିଥାନ୍ତି ଗୁଣି ଆତ୍ମାରେ, ତାକୁ ଯଦି ପଚରାଯାଏ, ସେ କହିବ ଯୀଶୁ ଭୂତକୁ ଛଡାଇ ଦିଅନ୍ତି। ହଁ ମୋ ପ୍ରିୟ ମାନେ, ଆଂଶିକ ଭାବରେ ଆଜି ଆମେ ତାଙ୍କର ପରିଚୟ ପାଇଅଛୁ, ଆଂଶିକ ଭାବରେ ତାଙ୍କୁ ଚିହ୍ନିଅଛୁ। ସେ ଯେ ଆମମାନଙ୍କର ଉଦ୍ଧାରକାରୀ, ସେ ଯେ ଆମମାନଙ୍କର ରକ୍ଷାକାରୀ, ସେ ଯେ ଆମମାନଙ୍କର ପରିବାରକୁ ସୁରକ୍ଷା ଦିଅନ୍ତି, ଏହା ଯଥେଷ୍ଟ ନୁହେଁ। ଯୀଶୁ ବାସ୍ତବରେ କିଏ ତାହା ଆମମାନଙ୍କୁ ଜାଣିବା ଆବଶ୍ୟକ ରହିଛି, ତାକୁ ଚିହ୍ନିବା ଆବଶ୍ୟକ ରହିଛି। ଯାହା ଚିହ୍ନିଛୁ ଜାଣିଛୁ ତାହା ଯଥେଷ୍ଟ ନୁହେଁ। ସେଇ ନୂତନ ବିଶ୍ୱାସୀ ମାନଙ୍କ ନିକଟରେ ଏହି ବିଷୟ ରଖାଯାଏ। ଯେତେବେଳେ ମାଥ୍ୟୁ ତାର 16 ପର୍ବ ଆମେ ପଢୁ, ସେଇ ସ୍ଥାନରେ ଯୀଶୁ ତାଙ୍କୁ ପଚାରୁଛନ୍ତି, କେବଳ 13ରୁ ଯଦି ଆମେ ପଢିବା, ଶିଷ୍ୟ ମାନଙ୍କୁ ପଚାରୁଛନ୍ତି, ମୁଁ କିଏ ବୋଲି ଲୋକମାନେ କଣ କହୁଅଛନ୍ତି? କେହି କହିଲେ କେହି କହନ୍ତି ଜୋହନ ଯୁବକ, କେହି କହନ୍ତି ଜେରେମିୟା ଭବିଷ୍ୟତକର୍ତ୍ତା, କେହି କହନ୍ତି ଏଲିୟ, ଏମିତି ଭାବବାଦୀ ମାନଙ୍କର ଜଣେ। କିନ୍ତୁ ଯେତେବେଳେ ଯୀଶୁ ପଚାରୁଛନ୍ତି, ମୁଁ କିଏ ବୋଲି ତୁମମାନେ କଣ କହୁଅଛ? ଆଜି ଅନେକ ଲୋକଙ୍କୁ ଯଦି ପଚରାଯାଏ, ସେ ଖ୍ରୀଷ୍ଟିଆନ ମାନଙ୍କର ଦେବତା, ସେ ବିଦେଶୀ ଧର୍ମ, ଅନେକ ପ୍ରକାର କଥା କୁହନ୍ତି। ଯୋଉମାନେ ପାଇଛନ୍ତି, ସେମାନେ ଆଂଶିକ ପରିଚୟ ପାଇଛନ୍ତି, ସେମାନେ ଯାହା ପାଇଛନ୍ତି ତାହା ହିଁ ପ୍ରକାଶ କରନ୍ତି। କିନ୍ତୁ ଆମମାନଙ୍କର ଉତ୍ତର କଣ ରହିବ? ସେଦିନ ପିତରଙ୍କୁ ଯୀଶୁ ପଚାରିଲେ, ଶିଷ୍ୟମାନଙ୍କୁ ଯୀଶୁ ପଚାରିଲେ, ମୁଁ କିଏ ବୋଲି ତୁମମାନେ କଣ କହୁଛ? ମୋର ପରିଚୟ ତୁମମାନଙ୍କ ନିକଟରେ କଣ? ସେତେବେଳେ ଅନ୍ୟ ଶିଷ୍ୟମାନେ ପୁରା ନୀରବ ରହିଯାଇଥିଲେ, ନିରୁତ୍ତର ରହିଥିଲେ। ତାଙ୍କୁ ବାସ୍ତବରେ ପ୍ରକୃତରେ ଭଲରେ ଚିହ୍ନି ପାରି ନଥିଲେ, ଯୋଦ୍ୱାରା କି ଝଡ ତୋଫାନ
ସୁସ୍ଥିର ହେବା ସମୟରେ ସେମାନଙ୍କ ମଧ୍ୟରେ ପରସ୍ପର କଥାବାର୍ତ୍ତା ହଉଛନ୍ତି, ଏ ତେବେ କିଏ ଯେ ଏହାର କଥାରେ ଝଡ ତୋଫାନ ମଧ୍ୟ ସୁସ୍ଥିର ହେଇଯାଏ। ପ୍ରଭୁ ତାଙ୍କର ବିଶ୍ୱାସକୁ ବଢେଇବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ଏବଂ ଡିବିରି ଗଛକୁ ଅଭିଶାପ ଦେଇଛନ୍ତି। ଆଉ ସେତେବେଳେ ଜଣେ ମାତ୍ର ଶିଷ୍ୟ ହିତର ସେ ଉତ୍ତର ଦଉଛନ୍ତି, ଆପଣ ଜୀବିତ, ଆପଣ ଖ୍ରୀଷ୍ଟ ଜୀବିତ ଈଶ୍ୱରଙ୍କର ପୁତ୍ର। ହଁ ମୋ ପ୍ରିୟ ମାନେ, ଆଜି ଆମ ମାନଙ୍କର ଉତ୍ତର ମଧ୍ୟ ତାହା ହେବା ଆବଶ୍ୟକ। ପ୍ରକୃତରେ ଯୀଶୁ ହଉଛନ୍ତି ସାମର୍ଥ୍ୟବାନ, ସେ ହଉଛନ୍ତି ସର୍ବଶକ୍ତିମାନ ଜୀବନ୍ତ ଈଶ୍ୱରଙ୍କର ପୁତ୍ର, ଯେ ମାନବ ଜାତି ନିମନ୍ତେ ସ୍ୱର୍ଗରୁ ଆସିଲେ ଏବଂ ନିଜ ଜୀବନ ଦେଲେ। ତେବେ ଯୀଶୁ ମୋ ପାଇଁ କଣ ଅଟନ୍ତି? ମୋର ଉଦ୍ଧାରକର୍ତ୍ତା ଅଟନ୍ତି। ଯୀଶୁ ଖ୍ରୀଷ୍ଟ ମୋ ପାପରୁ ମତେ ଉଦ୍ଧାର କରିଅଛନ୍ତି, ମତେ ଅନନ୍ତ ଜୀବନ ନେଇ ଅଛନ୍ତି। ହଁ ମୋ ପ୍ରିୟ ମାନେ, ଅନନ୍ତ ଜୀବନ ଦେଇଅଛନ୍ତି। ଯୀଶୁ ଖ୍ରୀଷ୍ଟ ସତ୍ୟ ପରମେଶ୍ୱର ଉତ୍ତମ ମେଷପାଳକ ଅଟନ୍ତି। ସେ ମତେ ପ୍ରେମ କରନ୍ତି ଏବଂ ମୋ ସାଥିରେ ରହିବା ପାଇଁ ଚାହାନ୍ତି। ଯେତେବେଳେ ଆମେ ଯୀଶୁ ଖ୍ରୀଷ୍ଟଙ୍କର ଏହି ସମସ୍ତ ସତ୍ୟତାକୁ ବୁଝିବା, ତେବେ କହିବା ମୁଁ ଯୀଶୁଙ୍କୁ ଚିହ୍ନିଅଛି। ଆଜି କଣ ଆମେ ପ୍ରକୃତରେ ଯୀଶୁଙ୍କର ସତ୍ୟତାକୁ ଜାଣିଅଛୁ କି? ତେଣୁକରି ପ୍ରାର୍ଥନା କରିବା, ପ୍ରଭୁ ମୋର ଆତ୍ମିକ ଚକ୍ଷୁକୁ ଉନ୍ମୁକ୍ତ କର, ମୁଁ ଯେପରି ବ୍ୟବସ୍ଥାର ଆଶ୍ଚର୍ଯ୍ୟ ବିଷୟମାନ ଦେଖିପାରିବି। ଆଜି ବହୁତ ସାରା ଲୋକ ଯୀଶୁଙ୍କ ପଛରେ ଏଥିପାଇଁ ଯାଆନ୍ତି କାରଣ ସେମାନଙ୍କୁ ଆଶୀର୍ବାଦ ଦରକାର। ମାତ୍ର ଆମେ ଯୀଶୁ ଖ୍ରୀଷ୍ଟଙ୍କ ପଛରେ କାହିଁକି ଯାଉଛୁ? ଆଶୀର୍ବାଦ ପାଇବା ପାଇଁ ନୁହେଁ। ହଁ, ଯୀଶୁ ଖ୍ରୀଷ୍ଟ ଆଶୀର୍ବାଦ କରନ୍ତି, ମାତ୍ର ଏଥିପାଇଁ ନୁହେଁ। ମାତ୍ର ଆମେ ଏଥିପାଇଁ ତାଙ୍କ ପଛରେ ଯାଉଛୁ କାରଣ ଯୀଶୁ ଏକମାତ୍ର ପଥ, ସତ୍ୟ ଓ ଜୀବନ ଅଟନ୍ତି। ପୁଣି ସେ ଆମକୁ ଅନନ୍ତ ଜୀବନକୁ ଘେନି ଯାଇପାରନ୍ତି। ମୋ ପ୍ରିୟ ମାନେ, ଆପଣ ବାସ୍ତବରେ ଯୀଶୁଙ୍କୁ ଜାଣିଛନ୍ତି କି? ଯଦି ଚିହ୍ନିଛନ୍ତି ତେବେ ପ୍ରାର୍ଥନା କରନ୍ତୁ, ପ୍ରଭୁ ମୋର ଚକ୍ଷୁ ଖୋଲି ଦିଅ, ମୁଁ ତୁମକୁ ଚିହ୍ନି ପାରିବି। ଆଜି ଯଦି ପ୍ରଭୁଙ୍କୁ ଚିହ୍ନି ପାରିନାହୁଁ, ତେବେ ବାକ୍ୟ ପଢିବା, ପ୍ରାର୍ଥନା କରିବା ଏବଂ ସେଇ ବାକ୍ୟ ମଧ୍ୟରେ ପ୍ରଭୁଙ୍କର ଆଶ୍ଚର୍ଯ୍ୟ ବିଷୟମାନ ଦେଖିବା ଏବଂ ଯୀଶୁଙ୍କ ସହିତ ସହଭାଗିତା ରହିବା ଏବଂ ଆମ୍ଭ ମାନଙ୍କର ଆତ୍ମିକ ଚକ୍ଷୁ ଖୋଲିଯିବ। ହାଲେଲୁୟା। ବର୍ତ୍ତମାନ ମାନେ ତୃତୀୟ ଦୃଷ୍ଟାନ୍ତ ଦେଖିବା। ତୃତୀୟ ବିଷୟ କଣ ଲେଖାଯାଏ? ଆଦି ତାର 21 ପର୍ବ 19 ପଦ। ଆଦି ପୁସ୍ତକ ତାର 21 ପର୍ବ 19 ପଦରେ କଣ ଲେଖାଯାଏ? ସେତେବେଳେ ପରମେଶ୍ୱର ତାହାର ଚକ୍ଷୁ ପ୍ରସନ୍ନ କରନ୍ତେ ସେ ସଜଳ କୂପ ଦେଖିବାକୁ ପାଇ ସେଠାରୁ ଯାଇ କୁମ୍ପାରେ ଜଳ ପୁରାଇ ବାଳକକୁ ପାନ କରାଇଲା। ଏହି ସ୍ଥାନରେ ମଧ୍ୟ ଦେଖୁଛୁ ପରମେଶ୍ୱର ତାର ଚକ୍ଷୁ ପ୍ରସନ୍ନ କରନ୍ତେ। ମୋ ପ୍ରିୟ ମାନେ, ଏଟା କାହା ବିଷୟ ଲେଖାଯାଏ? ହାଗାରଙ୍କ ବିଷୟରେ, ଯେ କି ଅବ୍ରାମ ଏବଂ ସାରାଙ୍କର ଦାସୀ ଥିଲା। ଯେତେବେଳେ ସାରାଙ୍କର କୌଣସି ସନ୍ତାନ ସନ୍ତତି ନଥିଲା, ଅବ୍ରାମ ସାରାଙ୍କ କଥାରେ ପଡି ହାଗାର ସହିତ ସହବାସ କଲେ। ତାର ଏକ ପୁତ୍ର ହେଲା ଯାହା ନାମ ଇସ୍ମାଇଲ ଥିଲା। ଆଉ ଯେତେବେଳେ ପରମେଶ୍ୱରଙ୍କ ଅନୁଗ୍ରହ ଆଶୀର୍ବାଦରେ ପରମେଶ୍ୱର କହିଲେ, ଦାସୀର ପୁତ୍ର ତୁମର ଉତ୍ତରାଧିକାରୀ ହେବ ନାହିଁ, ଅବ୍ରାମ ତୁମର ନିଜ ପୁତ୍ର ଅଧିକାରୀ ହେବ, ଉତ୍ତରାଧିକାରୀ ହେବ। ଆଉ ଏପରି ସମୟରେ ଯେତେବେଳେ ଅବ୍ରାମକୁ 19 ଆଉ ସାରାଙ୍କୁ 90, ସେଇ ସମୟରେ ତାଙ୍କ କୋଳରେ ଏକ ପୁତ୍ର ହେଉଛି। ଆଉ ଯେତେବେଳେ ତାର ନାମକରଣ ସକାଶୁ ତାଙ୍କ ଘରେ ଏକ ମହାଭୋଜ ହଉଛି, ସେ ସମୟରେ ହାଗାର ପରିହାସ କରୁଛନ୍ତି। ଆଉ ସେଇ ପରିହାସକୁ ସହ୍ୟ କରିପାରୁନାହାନ୍ତି ସାରା କହୁଛନ୍ତି ଅବ୍ରାମକୁ, ଏଇ ଦାସୀକୁ ଆଉ ତାର ପୁତ୍ରକୁ ମୋ ଘରୁ ବିତାଡ଼ିତ କର, କାରଣ ସେ ଉତ୍ତରାଧିକାରୀ ହେବ ନାହିଁ। ସେତେବେଳେ ଅବ୍ରାମ ପରମେଶ୍ୱର ଗୋଟେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୁଁ କଣ କରିବି? ପରମେଶ୍ୱର କହିଲେ, ମୁଁ ତ କହିନଥିଲି, ମୁଁ କହିଥିଲି ତୁମେ ବହୁ ବଂଶ ହେବ, ଆକାଶର ତାର ସମୁଦ୍ରର ବାଲି ପରି ତୁମର ବଂଶ ହେବ। କିନ୍ତୁ ହାଗାର ସହିତ ସହବାସ କରି ତାଠାରୁ ପୁତ୍ର ଉତ୍ପନ୍ନ କର ବୋଲି ମୁଁ କହିନଥିଲି। ଆଇଡିଆ ଦେଇଥିଲେ, ଏଇ ଯୋଜନା କରିଥିଲେ ସାରା। ବର୍ତ୍ତମାନ ସାରା ଯାହା କହୁଛନ୍ତି ତା ଅନୁସାରେ ତୁମେ କାର୍ଯ୍ୟ କର। ପରମେଶ୍ୱରଙ୍କ ଠାରୁ ଏଇ ସମ୍ବାଦ ଶୁଣି ସାରା ଯାହା କହିଥିଲେ ତଦନୁସାରେ ସେ କଣ କଲେ? ଅବ୍ରାମ ସାରାଙ୍କୁ ନିଜ ଗୃହରୁ ବିଦାୟ କରୁଛନ୍ତି। ଆଉ ସେ କଣ କରୁଛନ୍ତି?
ନା ଯେତେବେଳେ ହାଗାର କୁ ବିଦାୟ କରୁଛନ୍ତି ତା ହାତରେ କିଛି ରୋଟି ଦଉଛନ୍ତି ଆଉ ଏକ କୁମ୍ପା ଜଳ ମଧ୍ୟ ତାଙ୍କ ହାତରେ ଦେଇ ତାଙ୍କ ଘରୁ ବିଦାୟ କରୁଛନ୍ତି। ଆଉ ସେ ସେତେବେଳେ ତାଙ୍କ ଘରୁ ବିଦାୟ ନେଇ ଯାଉଛି, ତା ପାଖରେ ତାର ପୁଅ, କିଛି ରୋଟି ଆଉ ଏକ କୁମ୍ପା ପାଣି। କିଛି ବାଟ ଯିବା ପରେ ଆସ୍ତେ ଆସ୍ତେ ତାର ଖାଦ୍ୟ ସରିଗଲା, ପାଣି ମଧ୍ୟ ସରିଗଲା। ଏପରି ଅବସ୍ଥା ଆସି ପହଞ୍ଚିଲା, ପାଖରେ ପାଣି ଟୋପାଏ ନାହିଁ କି ଖାଦ୍ୟ ମଧ୍ୟ କିଛି ନାହିଁ। ନିଜେ କ୍ରୋଧିତ ହେଲେ, ଦୂଷିତ ହେଲେ, ପୁଣି ନିଜ ପୁଅ ମଧ୍ୟ ଖାଦ୍ୟ ଏବଂ ପାଣିର ଅଭାବ ସକାଶୁ ମୃତପ୍ରାୟ ହେଲା। ଏହି ସମୟରେ ସେ କଣ କରୁଛନ୍ତି, ହାଗାର ନିଜ ପୁଅକୁ ଗୋଟେ ବୁଦାମୂଳେ ରଖିଦେଇ କିଛି ଦୂରରେ ଯାଇ ବସୁଛନ୍ତି। ସେ କହୁଛନ୍ତି ମୋ ପୁଅର ମୃତ୍ୟୁ ମୁଁ ଦେଖିପାରିବି ନାହିଁ। ଆଉ କିଛି ଦୂରରେ ଯାଇ ବସି ଆଣ୍ଠୁ ଭାଙ୍ଗି ପ୍ରଭୁଙ୍କ ଚରଣ ତଳେ ବସି କ୍ରନ୍ଦନ କରୁଛନ୍ତି, କାନ୍ଦୁଛନ୍ତି। ମୋ ପ୍ରିୟ ମାନେ ଆଣ୍ଠୁ ଭାଙ୍ଗି କାନ୍ଦୁଛନ୍ତି। ଆଉ ସେ ଚିତ୍କାର କରି କାନ୍ଦିବାକୁ ଲାଗିଲା ଏବଂ କାନ୍ଦି କାନ୍ଦି ପ୍ରାର୍ଥନା କଲା। ସେତେବେଳେ ସେ ପରମେଶ୍ୱରଙ୍କ ପାଖରେ କାନ୍ଦୁଛି। ଆଉ ଆମେ ବାକ୍ୟରେ ପଢିଲୁ, ସେତେବେଳେ ପରମେଶ୍ୱର ତାର ଚକ୍ଷୁ ପ୍ରସନ୍ନ କରନ୍ତେ ସେ ସଜଳ କୂପ ଦେଖିବାକୁ ପାଇଲା। ହାଲେଲୁୟା। କଣ ଦେଖିବାକୁ ପାଇଲା? ଗୋଟିଏ ଜଳପୂର୍ଣ୍ଣ କୂଅ ପାଇଲା, ପୁତ୍ରକୁ ମଧ୍ୟ ପାନ କରାଇଲା। ମୋ ପ୍ରିୟ ମାନେ ଆମେ ଗୋଟିଏ ବିଷୟ ଦେଖିଲୁ, ସେ କୂପ ହୁଏତ ପୂର୍ବରୁ ସେଇ ସ୍ଥାନରେ ଥିଲା, ମାତ୍ର ହାଗାର ଦେଖି ପାରିଲେ ନାହିଁ। ହେଲେ ହାଗାର ଯେତେବେଳେ ପ୍ରାର୍ଥନା କରେ, ସେତେବେଳେ ସେଇ କୂପକୁ ଯେତେବେଳେ ପରମେଶ୍ୱର ତାର ଆଖି ଖୋଲିଦେଲେ, ଆଉ ହାଗାର ସେଇ କୂପକୁ ଦେଖି ପାରୁଛି। ହାଗାର ଏପରି ଏକ ପରିସ୍ଥିତିରେ ଥିଲେ ଯେତେବେଳେ ତାର ଚତୁଃପାର୍ଶ୍ୱ ଦିଗରେ ଦ୍ୱାର ବନ୍ଦ ଥିଲା, ଆଉ ସେ ଆଗକୁ ଆଉ ରାସ୍ତା ଦେଖି ପାରୁନାହାନ୍ତି, ଆଉ ସେ ପାଣି ମଧ୍ୟ ସେ ଦେଖି ପାରୁନାହାନ୍ତି। ସେ ଭାବୁଥିଲେ ଏଠାରେ ମୁଁ ଓ ମୋର ପୁଅ ନିଶ୍ଚିତ ଭାବରେ ମୃତ୍ୟୁବରଣ କରିବୁ, ଆମ ଜୀବନର ଶେଷ ଏହି ସ୍ଥାନରେ ହେଇଯିବ। ଆମ ମଧ୍ୟରୁ ଅନେକ ଆଜି ଏପରି ପରିସ୍ଥିତିରେ ଥିବେ। ଆପଣଙ୍କ ପରିବାରରେ, ଆପଣଙ୍କ ଜୀବନରେ ଏପରି ସମସ୍ୟା, ଏପରି ସଂକଟ ଦେଇ ଗତି କରୁଥିବେ। ଏତେ ଋଣ କିପରି ସୁଝିବି? ଏ ରୋଗରୁ ମୁଁ କେମିତି ସୁସ୍ଥତା ପାଇବି? ମୁଁ କିଛି ବୁଝିପାରୁନାହିଁ। ଏ ସମସ୍ୟାରୁ କେମିତି ମୁଁ ଉଦ୍ଧାର ପାଇବି? ମୋର ସବୁ ସରିଗଲା, ମତେ ଆଉ ବୁଝିବାଟ ଦିଶୁନାହିଁ। ଯୋଉ ଡାଳ ଧରୁଛି ସେଇ ଡାଳ ଭାଙ୍ଗି ଯାଉଛି, ଯଦି ସୁନା ଧରୁଛି ମାଟି ହେଇଯାଉଛି। ମୁଁ କିଛି କରିପାରୁନାହିଁ। ଆଗକୁ ଯିବାକୁ ଚେଷ୍ଟା କରୁଛି, ମାତ୍ର ଆଗକୁ ଯାଇପାରୁନାହିଁ। ଏପରି ଚିନ୍ତା କରି ସଂଘର୍ଷ କରୁଥିବେ। ଆପଣ ଭାବୁଥିବେ ଏବେ ମରିଗଲେ ହୁଏତ ଭଲ ହେବ। ଆପଣ ଆତ୍ମହତ୍ୟା କରିବାର ବିଚାର କରୁଥିବେ। ମାତ୍ର ପ୍ରିୟ ମାନେ ଆଜି ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କ ଜୀବନ ପରମେଶ୍ୱରଙ୍କ ନିକଟରେ ବହୁମୂଲ୍ୟ ଅଟେ। ଆମ ପ୍ରତ୍ୟେକଙ୍କ ଜୀବନ, ଗୋଟିଏ ଗୋଟିଏ ଜୀବନ ପରମେଶ୍ୱରଙ୍କ ନିକଟରେ ବହୁମୂଲ୍ୟ ଅଟେ। ଯେପରି ହାଗାର ଚିନ୍ତା କରି କାନ୍ଦିଲେ, ସେପରି ପରମେଶ୍ୱରଙ୍କ ନିକଟରେ କ୍ରନ୍ଦନ କରି ପ୍ରାର୍ଥନା କରିବା। ତେବେ ପରମେଶ୍ୱର ଆପଣଙ୍କ ଚକ୍ଷୁ ଖୋଲିଦେବେ। ଆମ ଜୀବନର ବନ୍ଧନ ଦ୍ଵାରା, ଆମଙ୍କର ଜୀବନର ବନ୍ଧ ଦ୍ୱାର କିପରି ଖୋଲିବ, କିପରି ଆମ ପାଇଁ ରାସ୍ତା ଖୋଲାଯିବ, କେମିତି ଆମେ ଆଗକୁ ବଢିବା, କେମିତି ଏ ବନ୍ଧନ ମୁକ୍ତି ପାଇବା, ଅଭିଶାପରୁ ମୁକ୍ତି ପାଇବା, କିପରି ଆମ ପିଲାମାନଙ୍କୁ ବଞ୍ଚାଇବା, ଏ ସବୁ ପରମେଶ୍ୱର ଆମମାନଙ୍କୁ ଦେଖାଇବେ। ଯେତେବେଳେ ମୋ ପ୍ରିୟ ମାନେ ପରମେଶ୍ୱରଙ୍କ ନିକଟରେ ଆଣ୍ଠୁ ଭାଙ୍ଗି କ୍ରନ୍ଦନ କରି ପ୍ରାର୍ଥନା କରିବା। ଆମର ପରମେଶ୍ୱର ବିଶ୍ୱାସ ଯୋଗ୍ୟ ପରମେଶ୍ୱର ଅଟନ୍ତି, ଭରସାକାରୀ ପରମେଶ୍ୱର ଅଟନ୍ତି, ସୁରକ୍ଷାକାରୀ ପରମେଶ୍ୱର ଅଟନ୍ତି। ଯେ କି ପ୍ରଭୁଙ୍କ ପାଖରେ ଅଶ୍ରୁପାତ କରି ପ୍ରାର୍ଥନା କରେ, ପ୍ରଭୁ ତା ପାଇଁ ରାସ୍ତା ଖୋଲିଦେବେ। ହାନା କ୍ରନ୍ଦନ କରି ପ୍ରାର୍ଥନା କଲେ। ମୋ ପ୍ରିୟ ମାନେ ହାନାଙ୍କର ପ୍ରାର୍ଥନା ସବୁଠାରୁ ଏକ ଶକ୍ତିଶାଳୀ ପ୍ରାର୍ଥନା ବୋଲି କୁହାଯାଏ, ଯୋଉ ପ୍ରାର୍ଥନାରେ କି ଶବ୍ଦ ନଥିଲା। ଆଜି ଅନେକ ଭାବନ୍ତି ଉଚ୍ଚ ସ୍ୱର କରି ପ୍ରାର୍ଥନା କଲେ ଏହା ହଉଛି ଆତ୍ମାର ପ୍ରାର୍ଥନା, ପବିତ୍ର ଆତ୍ମାର ପ୍ରାର୍ଥନା। ପର ଭାଷାରେ ବହୁତ ଚିତ୍କାର କରି ପ୍ରାର୍ଥନା କଲେ ଭାବନ୍ତି ପ୍ରଭୁ ଏ ପ୍ରାର୍ଥନା ଶୁଣନ୍ତି। କିନ୍ତୁ ସବୁଠାରୁ ଶକ୍ତିଶାଳୀ ପ୍ରାର୍ଥନା ଥିଲା ହାନାଙ୍କ ପ୍ରାର୍ଥନା, ଯୋଉ ପ୍ରାର୍ଥନା କି କେବଳ ଓଷ୍ଠ ହଲୁଥିଲା କିନ୍ତୁ ଶବ୍ଦ ବାହାରୁ ନଥିଲା, ଯାହାକୁ ଦେଖି
ଏଲିଜା ଯୋଉ କହିଲେ କେତେ କାଳ ମାତାଲ ହୋଇ ରହିବ। ହଁ ମୋ ପ୍ରିୟ ମାନେ ଏପରି ହୃଦୟ ସହିତ ପ୍ରାର୍ଥନା, ଅଶ୍ରୁପାତ ସହିତ ପ୍ରାର୍ଥନା, ଆଣ୍ଠୁ ଭାଙ୍ଗି ପ୍ରଭୁଙ୍କ ଚରଣ ତଳେ କାନ୍ଦି କାନ୍ଦି ପ୍ରାର୍ଥନା କରିଥିଲେ। ଆଉ ପ୍ରଭୁଙ୍କ ନିକଟରେ କେଉଁ ବିଷୟକୁ ନେଇ ସେ ପ୍ରାର୍ଥନା କରିଥିଲେ? ଗୋଟେ ପୁତ୍ର ସନ୍ତାନ ବିଷୟକୁ ନେଇ। ଏ ପ୍ରଭୁ ମତେ ଗୋଟେ ପୁତ୍ର ସନ୍ତାନ ଦିଅ। ମୋ ସୌତଣୀ ପନିନା ଯେ ମତେ କେତେ ତାଚ୍ଛଲ୍ୟ କରୁଛି, କେତେ ପରିହାସ କରୁଛି, କେତେ କଟୁ ଭାଷା କରୁଛି। ତ ସେ ଚାହିଁଥିଲେ ଆତ୍ମହତ୍ୟା କରିପାରିଥାନ୍ତେ, ନିଜ ସ୍ୱାମୀ ନିକଟରେ ଅଳି କରିପାରିଥାନ୍ତେ, ମତେ କାହିଁକି ସନ୍ତାନ ଦଉନା? କିନ୍ତୁ ସେ ଜାଣିଛନ୍ତି ସନ୍ତାନ ଗୁଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର, ନବଜାତ ତାହାଙ୍କ ଦତ୍ତ ପୁରସ୍କାର। ସେ ତାଙ୍କ ଚରଣ ତଳେ ଆଣ୍ଠୁ ଭାଙ୍ଗି କାନ୍ଦି କାନ୍ଦି ପ୍ରାର୍ଥନା କରୁଛନ୍ତି। ଆଉ ପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣିଲେ, ତାଙ୍କୁ ଏକ ପୁତ୍ର ଦେଲେ, ଯାହାର ନାମ ସେ ରଖିଲେ ପରମେଶ୍ୱର ଦତ୍ତ ସମୁଏଲ। ଏହାର ଅର୍ଥ ହଉଛି ପରମେଶ୍ୱର ଦତ୍ତ। ପରମେଶ୍ୱର ତାଙ୍କୁ ଦେଲେ। ଆଉ ସେ ଯାହା ପ୍ରତିଜ୍ଞା କରିଥିଲା, ପ୍ରଭୁ ତୁମେ ମତେ ଦେଇଥିଲ, ମୁଁ ତାହାକୁ ତୁମ ଉଦ୍ଦେଶ୍ୟରେ ଦେଉଅଛି। ଧନ୍ୟବାଦ ତ୍ୟାଗ କରିବା ପରେ ସେ ଏଲିଜାଜଙ୍କ ନିକଟକୁ ନେଇ ତାକୁ ଛାଡୁଛନ୍ତି ସିଲୋର ମନ୍ଦିରରେ। ଆଉ ଭବିଷ୍ୟତରେ ସେ ଏକ ଇସ୍ରାଏଲର ଜଣେ ମହାନ ବଡ ଭବିଷ୍ୟତ ବକ୍ତା। ତା ସହିତ ସେ କଣ ହେଲେ ନା ଭାବବାଦୀ ମଧ୍ୟ ହେଇପାରିଲେ। ମୋ ପ୍ରିୟ ମାନେ, ହାନାଙ୍କର ପ୍ରାର୍ଥନା ପ୍ରଭୁ ଶୁଣିଲେ ଯେତେବେଳେ ସେ କାନ୍ଦି କାନ୍ଦି ପ୍ରାର୍ଥନା କଲେ। ହାଗାର ଯେତେବେଳେ କାନ୍ଦି କାନ୍ଦି ପ୍ରାର୍ଥନା କଲେ ତା ପରିସ୍ଥିତିକୁ ନେଇ, ଏଇଟା ମୋର ଜୀବନର ଶେଷ, ଆଗକୁ ଆଉ ଯାଇପାରିବି ନାହିଁ, ଆଉ ମତେ ରାସ୍ତା ଦିଶୁନାହିଁ, ଆମେ ଏଇ ସ୍ଥାନରେ ମରିଯିବୁ। ଯେତେବେଳେ କାନ୍ଦି କାନ୍ଦି ପ୍ରଭୁଙ୍କ ଚରଣରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ତାର ଚକ୍ଷୁ ଉନ୍ମୁକ୍ତ କରୁଛନ୍ତି, ଆଉ ଏକ ସଜଳ କୂପ ତାଙ୍କୁ ଦେଖାଉଛନ୍ତି। ଆହୁରି ମଧ୍ୟ ଯଦି ଆମେ ରାଜା ହିଜିକିୟଙ୍କ କଥା ଦେଖିବା, ପରମେଶ୍ୱର ଯିଶାୟା ଭବିଷ୍ୟତ ବକ୍ତାଙ୍କୁ ପଠାଇ କହୁଛନ୍ତି, ହିଜିକିୟ ତୁମେ ନିତାନ୍ତ ମରିବ, ତୁମେ ଆପଣା ଘର ବିଷୟ ସଜାଡ, ଆପଣା ଗୃହ ବିଷୟ ସଜାଡ। ଯେ ତ ବହୁତ ଉତ୍ତମ କାର୍ଯ୍ୟ କରିଥିଲେ, ଅନେକ କୁସଂସ୍କାର ଅନ୍ଧବିଶ୍ୱାସକୁ ଦୂର କରିଥିଲେ, ତଥାପି ନିଜ ପରିବାରକୁ ସଜାଡି ନଥିଲେ। ମୋ ପ୍ରିୟ ମାନେ, ଏଇ ସମୟରେ ତାଙ୍କ ନିକଟରେ ଏଇ ବାକ୍ୟ ଉପସ୍ଥିତ ହେଲା, ନିତାନ୍ତ ମରିବ। ସେତେବେଳେ ହିଜିକିୟ ରାଜା କାହା ପାଖକୁ ଦୌଡି ଯାଇ ନଥିଲେ, କାହାକୁ ସାହାଯ୍ୟ ମାଗି ନଥିଲେ, କାହା ନିକଟରେ ଭରସା କରିନଥିଲେ। ଯେଉଁ ଭରସାକାରୀ ପରମେଶ୍ୱର, ଯେଉଁ ବିଶ୍ୱାସ ଯୋଗ୍ୟ ପରମେଶ୍ୱର, ତାଙ୍କ ନିକଟରେ କାନ୍ଥ ଆଡେ ମୁହଁ କରି ଆଣ୍ଠୁ ଭାଙ୍ଗି କାନ୍ଦି କାନ୍ଦି ପ୍ରାର୍ଥନା କଲେ। ମୋ ପ୍ରିୟ ମାନେ, ପରମେଶ୍ୱର ତାଙ୍କର କ୍ରନ୍ଦନ ଦେଖିଲେ। ଯିଶାୟା ଭବିଷ୍ୟତ ବକ୍ତା କହୁଛନ୍ତି, ଯାଅ ଫେରି ଯାଅ, ଆମେ ହିଜିକିୟ ରାଜାଙ୍କର କ୍ରନ୍ଦନ ଦେଖିଲୁ, ତେବେ ତାକୁ କୁହ ମରିବ ନାହିଁ, ଆଉ 15 ବର୍ଷ ବଞ୍ଚିବ। ହୁଏତ ଯିଶାୟା ଭବିଷ୍ୟତ କହିଥିବେ, ଏଇ କିଛି ସମୟ ପୂର୍ବରୁ କହିଲି ତୁମେ ବଞ୍ଚିବ ନାହିଁ, ତୁମେ ମରିବ, ଏବେ ଯାଇ କି ପ୍ରକାର ଭାବରେ କହିବି ତୁମେ ମରିବ ନାହିଁ ବଞ୍ଚିବ? ସେ କଣ ବୋଲି ଭାବିବ, ମତେ ଗୋଟେ ଭଣ୍ଡ ଭବିଷ୍ୟତ ବକ୍ତା ବୋଲି ଭାବିପାରେ। କିନ୍ତୁ ପରମେଶ୍ୱର କହିଲେ, ଆମେ ତାଙ୍କ କାନ୍ଦ ଦେଖି ରହିପାରୁନ, ସେ ବିକଳ ହେଇ ବହୁତ କାନ୍ଦୁଛି, ଯାଅ ତୁମେ କୁହ ତୁମେ ମରିବ ନାହିଁ, ବଞ୍ଚିବ। ହାଲେଲୁୟା। ମୋ ପ୍ରିୟ ମାନେ, ପ୍ରଭୁ କ୍ରନ୍ଦନ ପ୍ରାର୍ଥନାକୁ ବହୁତ ଡରନ୍ତି। ଯଦି କାନ୍ଦିକି ପ୍ରାର୍ଥନା କରିବା ପ୍ରଭୁ ସହାୟ କରିପାରନ୍ତି ନାହିଁ, ମାଗିବା ବିଷୟ ସେ ହଠାତ୍ ପ୍ରଦାନ କରନ୍ତି। ଯଦି ଆମେ ସେଇ ମଗଦଲିନ ମରିୟମଙ୍କ କଥା ଦେଖିବା, ସେ ସବୁ ଯାଉଛନ୍ତି, ତାଙ୍କ ସାଙ୍ଗରେ ସ୍ତ୍ରୀ ଲୋକମାନେ ଥିଲେ, ପଥରଟି ଗଡା ଯାଇଛି, ଆଉ ସେମାନେ ଶିଷ୍ୟମାନଙ୍କ ନିକଟରୁ ଦୌଡ଼ି ଆସୁଛନ୍ତି, କହୁଛନ୍ତି, ଆଉ ପ୍ରଭୁକୁ କୋଉମାନେ ନେଇ ଯାଇଛନ୍ତି, ଖବର ଖୋଲା ପଡିଛି, ଆସ ଦେଖିବ। ଶିଷ୍ୟମାନେ ଦୌଡ଼ି ଯାଉଛନ୍ତି, ଦେଖୁଛନ୍ତି ପ୍ରଭୁ ଯୀଶୁ ସେଠାରେ ନାହାନ୍ତି, ଖବର ଖୋଲା ପଡିଛି, ଲୁଗା ଗୁଡିକ ଭଙ୍ଗା ଯାଇ ରଖାଯାଇଅଛି। ସେମାନେ ଦେଖି ଫେରି ଆସୁଛନ୍ତି, ଲୋକମାନେ କହୁଛନ୍ତି ଯେ ପ୍ରଭୁ ଯୀଶୁ ଉଠିଛନ୍ତି, କାରଣ ଖବର ଖୋଲା ପଡିଛି। ଆମେ ଗୋଟେ ଗୀତ ମନେ ପଡେ, ଜାଗ ଜାଗ ପିଲା ଗଣ ରାତି ପାଇଲା, ପ୍ରଭୁ ଆମ ଉଠିଛନ୍ତି, ଖବର ଖୋଲା। ଏ ଥିଲା ଶିଷ୍ୟ ମାନଙ୍କର ସାକ୍ଷ୍ୟ। କିନ୍ତୁ ମରିୟମ ସେ ସେଠାରୁ ହଟିଲେ ନାହିଁ। ଯେତ ସମସ୍ତେ ଚାଲିଗଲେ, କିନ୍ତୁ ସେ ସେଇ ସ୍ଥାନରେ ରହିଲେ, ମୁଁ ମୋ ପ୍ରଭୁଙ୍କୁ ଦେଖିବି। ଆଉ ସେ କାନ୍ଦୁଛନ୍ତି, ସେଇ ସ୍ଥାନରେ ବସି ଏତେ କାନ୍ଦୁଛନ୍ତି କାନ୍ଦୁଛନ୍ତି କାନ୍ଦୁଛନ୍ତି, ପ୍ରଭୁ ସେଇ କାନ୍ଦ ଦେଖି ଆଉ ନିଜକୁ ଲୁଚେଇ ରଖି ପାରୁନା, ମରିୟମଙ୍କ ନିକଟକୁ ଆସୁଛନ୍ତି। ତଥାପି ମରିୟମଙ୍କର ଚକ୍ଷୁ ଏପରି ରୁଦ୍ଧ ଥିଲା ଯେ ତାଙ୍କୁ ସେ ମାଳି ବୋଲି ଭାବୁଛନ୍ତି, ତାଙ୍କୁ ସେ ଚିହ୍ନି ପାରୁନାହାନ୍ତି। ମୋ ପ୍ରିୟମାନେ, ଆଜି ଅନେକ ସମୟରେ ପ୍ରଭୁ ଆମମାନଙ୍କୁ ସହଜର ହସ୍ତ ବଢାନ୍ତି, ଆମ ନିକଟରେ ଥାନ୍ତି, ତଥାପି ଆମଙ୍କର ଆତ୍ମିକ ଚକ୍ଷୁ ଅନ୍ଧ ଥିବା ସକାଶୁ ଆମେ ତାଙ୍କୁ ଦେଖି ପାରୁନା।
ଯେତେବେଳେ ମରିୟମ କାନ୍ଦୁଛନ୍ତି, ତାକୁ ମାଳି ବୋଲି ଭାବି ପଚାରୁଛନ୍ତି, ମୋ ପ୍ରଭୁଙ୍କୁ କେଉଁମାନେ ଚୋରେଇ ନେଇଛନ୍ତି, ଆପଣ ଜାଣିଛନ୍ତି କି? ମତେ ସେ ଆଡ୍ରେସ ବତେଇ ଦିଅନ୍ତୁ, ମୁଁ ତାଙ୍କ ପାଖକୁ ଯିବି। ଏଇ କାନ୍ଦ ଦେଖି ପ୍ରଭୁ ଯୀଶୁ ନିଜକୁ ଲୁଚାଇ ରଖି ପାରିଲେ ନାହିଁ। ସେ କହିଲେ, ମରିୟମ। ଯେତେବେଳେ ମରିୟମ ଡାକଟି ଡାକିଛନ୍ତି, ସେତେବେଳେ ମୋ ପ୍ରିୟ ମାନେ ମରିୟମଙ୍କର ଆତ୍ମିକ ଚକ୍ଷୁ ଖୋଲି ଯାଉଛି। କର୍ଣ୍ଣରେ ବାଜିବା କ୍ଷଣି ସେ ସାଙ୍ଗେ ସାଙ୍ଗେ ଜାଣି ପାରୁଛନ୍ତି, ଏ ମୋର ପ୍ରଭୁ, ଏ ମୋର ଗୁରୁ। ସେ ତାଙ୍କୁ ଧରିବା ପାଇଁ ଯାଉଛି। ଆମେ ଏଇ ସ୍ଥାନରେ ଦେଖିଲୁ କ୍ରନ୍ଦନର ପ୍ରାର୍ଥନା କି ପ୍ରକାର ଭାବରେ ପ୍ରଭୁ ଶୁଣନ୍ତି। ଯେତେବେଳେ ଦୁଃଖ ଆସେ, କଷ୍ଟ ଆସେ, ସମସ୍ୟା ଆସେ, ଅଭାବ ଆସେ, ପରିସ୍ଥିତି ଆମକୁ ଏପରି ଜଟିଳ କରିଦିଏ, ଆମେ ଆଉ ଆଶା ଛାଡି ଦେଇଥାଉ, ଆମେ ଆଉ ଆଗକୁ ବଢି ପାରିବା ନାହିଁ। ଆମ ପାଇଁ ସବୁ ରାସ୍ତା ବନ୍ଦ, ସମସ୍ତ ବିଷ ଆମମାନଙ୍କ ଠାରୁ ଦୂରେଇ ଯାଇଛି। ବର୍ତ୍ତମାନ ଆମେ କଣ କରିବା? ମରିବା ହିଁ ସାର ଅଟେ। କିନ୍ତୁ ସେଇ ସ୍ଥାନରେ ପ୍ରଭୁ କହୁଛନ୍ତି, ଭୟ କର ନାହିଁ, ଆମେ ତୁମ ସଙ୍ଗରେ ଅଛୁ, ନିରାଶ ନାହିଁ, ଆମେ ତୁମର ପରମେଶ୍ୱର। ଯଦି ଆମେ ପ୍ରଭୁଙ୍କ ନିକଟରେ ସେ ସମୟରେ ପ୍ରାର୍ଥନା କରିବା, ହାଗାରଙ୍କ ପରି, ହାରାଙ୍କ ପରି, ମରିୟମଙ୍କ ପରି, ଇଜିକିୟଙ୍କ ପରି, ପ୍ରଭୁ ନିଶ୍ଚିତ ଭାବରେ ଆମଙ୍କର ଆତ୍ମିକ ଚକ୍ଷୁ ଖୋଲିଦେବେ ଏବଂ ସେ ଆମମାନଙ୍କର ସପକ୍ଷରେ ଯେ ଲଢୁଛନ୍ତି ଆମେ ଜାଣିପାରିବା ଏବଂ ଆମମାନଙ୍କୁ ବିଜୟ ପ୍ରଦାନ କରିବେ। ମୋ ପ୍ରିୟ ମାନେ, ଏପରି ପରିସ୍ଥିତି ଆସିଲେ ଆମେ ଭରସା ହରାଇବା ନାହିଁ, ଆଶା ହରାଇବା ନାହିଁ, ନିରାଶ ହେବା ନାହିଁ, ବିଶ୍ୱାସକୁ ହରାଇବା ନାହିଁ। ଆନାଙ୍କ ପରି, ହାଗାରଙ୍କ ପରି, ଇଜିକିୟଙ୍କ ପରି କାନ୍ଦି କାନ୍ଦି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ପ୍ରଭୁ ପଥ ଖୋଲିଦେବେ, ଆଖି ଖୋଲିଦେବେ, ଆମେ ଉଦ୍ଧାରର ରାସ୍ତା ଦେଖିପାରିବା। ମାତ୍ର ଦୁଃଖର ବିଷୟ, ବହୁତ ସମୟରେ ଆମେ ପ୍ରଭୁଙ୍କୁ ଦେଖିବା ପରିବର୍ତ୍ତେ ଆମେ ଅନ୍ୟ ଆଡେ ଦେଖିଥାଉ। ଆମେ କେଉଁ କେଉଁ ବିଷୟକୁ ଦେଖିଥାଉ? ଆମେ ଆମର ପରିସ୍ଥିତିକୁ ଦେଖିଥାଉ, ଆମେ ସଂକଟକୁ ଦେଖିଥାଉ, ଆମ ଶତ୍ରୁ ଶୈତାନକୁ ଦେଖିଥାଉ, ଶୈତାନର ଆକ୍ରମଣକୁ ଧ୍ୟାନ ଦେଇଥାଉ, କିମ୍ବା ଲୋକମାନଙ୍କ ଉପରେ କିମ୍ବା ଲୋକମାନଙ୍କର ଭୁଲ ଉପରେ ଦୃଷ୍ଟିପାତ କରିଥାଉ। ପ୍ରିୟମାନେ, ଏହି ସମସ୍ତ ଠାରୁ ଆମ ଦୃଷ୍ଟି ହଟାଇ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟିପାତ କରୁ ଏବଂ ତାଙ୍କ ନିକଟରେ ପ୍ରାର୍ଥନା କରୁ। ସେ ଆମ ପାଇଁ ଯୋଜନା ରଖିଅଛନ୍ତି। ତେଣୁକରି ଗୀତ ରଚକ ଏପରି ଲେଖନ୍ତି, ଗୀତ 121 ମୁଁ ପର୍ବତ କୋଣ ଆଡେ ଉର୍ଦ୍ଧ୍ୱ ଦୃଷ୍ଟି କରିବି, କେଉଁଠାରୁ ମୋ ସାହାଯ୍ୟ ଆସିବ? ମୋ ସାହାଯ୍ୟ ସଦା ପ୍ରଭୁଙ୍କ ଠାରୁ ଆସିଥାଏ। ଗୀତ 50-15 ଲେଖନ୍ତି, ସଂକଟ ଦିନରେ ତୁମେ ଆମ ନିକଟରେ ପ୍ରାର୍ଥନା କର, ଆମେ ତୁମକୁ ଉଦ୍ଧାର କରିବା। ପ୍ରଭୁ ଆମ ଜୀବନରେ ଆଶୀର୍ବାଦ ଦେଖିବା ପାଇଁ ଚାହାନ୍ତି, ଆଶୀର୍ବାଦ ଦେବା ପାଇଁ ଚାହାନ୍ତି, କାରଣ ଆମ ଜୀବନ ପ୍ରଭୁଙ୍କ ଠାରେ ବହୁ ମୂଲ୍ୟ ଅଟେ। ଆମ ଜୀବନ ପ୍ରଭୁଙ୍କ ନିକଟରେ ସମର୍ପଣ କରି ପ୍ରାର୍ଥନା କରିବା, ହେ ପ୍ରଭୁ ମୋର ଆଖି ଖୋଲି ଦିଅ। ଶୈତାନ ବହୁତ ଲୋକଙ୍କୁ ଅନ୍ଧ କରିଦେଇଅଛି, ସେମାନଙ୍କର ଆତ୍ମିକ ଚକ୍ଷୁକୁ ଅନ୍ଧ କରି, ଯେପରି ସେମାନେ এই ବାକ୍ୟର ଆଶ୍ଚର୍ଯ୍ୟ ବିଷୟ ଗୁଡିକ ଦେଖି ନ ପାରନ୍ତି। କାରଣ ଯେପରି ସେମାନେ ସତ୍ୟକୁ ଜାଣି ନ ପାରନ୍ତି, ସତ୍ୟକୁ ଚିହ୍ନି ନ ପାରନ୍ତି, ଏଥି ନିମନ୍ତେ ଶୈତାନ ପ୍ରତ୍ୟେକଙ୍କର ଆତ୍ମିକ ଚକ୍ଷୁକୁ ଅନ୍ଧ କରିଅଛି। କିନ୍ତୁ ଆମେ ପ୍ରାର୍ଥନା କରିବା, ପ୍ରଭୁ ଆମ ଆତ୍ମିକ ଚକ୍ଷୁ ଖୋଲି ଦିଅ। ତା ସହିତ ଆମ ଚତୁର୍ଦିଗରେ ଥିବା ଲୋକମାନଙ୍କର ଆତ୍ମିକ ଚକ୍ଷୁ ଖୋଲି ଦିଅ। ପରମେଶ୍ୱର ନିଶ୍ଚୟ ଆମମାନଙ୍କର ପ୍ରାର୍ଥନା ଶୁଣିବେ ଏବଂ ଆତ୍ମିକ ଚକ୍ଷୁକୁ ଉନ୍ମୁକ୍ତ କରିବେ। ସେଦିନ ଯେପରି ଗିହଜିଙ୍କର ଆତ୍ମିକ ଚକ୍ଷୁକୁ ଉନ୍ମୁକ୍ତ କରିଥିଲେ, ସେଦିନ ଯେପରି ସେଇ ଇମାମ ପଥର 2 ଯାତ୍ରୀଙ୍କର ଚକ୍ଷୁ ଖୋଲି ଦେଇଥିଲେ ଆଉ ହାଗାର ଚକ୍ଷୁ ଖୋଲି ଦେଇଥିଲେ, ତଦ୍ରୂପ ସେ ଆମମାନଙ୍କ ମଧ୍ୟ ଆତ୍ମିକ ଚକ୍ଷୁ ଖୋଲିଦେବେ। ପ୍ରଭୁ ଅଳ୍ପ ଚିନ୍ତା ଉପରେ ଆମକୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଗୋଟିଏ ମିନିଟ ଚକ୍ଷୁ ବନ୍ଦ କରିବା ଏବଂ ପ୍ରାର୍ଥନା କରିବା। ସୂର୍ଯ୍ୟ ପିତା, ଆଜିର ବାକ୍ୟ ନିମନ୍ତେ ଧନ୍ୟବାଦ ଦେଉଛୁ। ଏହି ବାକ୍ୟ ଶୁଣୁଥିବା ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କ ପ୍ରଭୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କ ଆତ୍ମିକ ଚକ୍ଷୁକୁ ତୁମେ ଖୋଲି ଦିଅ ପ୍ରଭୁ, ଯେପରି ସମସ୍ତେ ଦେଖିପାରିବେ ଯେ ତୁମେ ସେମାନଙ୍କର ଯୁଦ୍ଧକୁ ଲଢୁଅଛ, ତୁମେ ସେମାନଙ୍କ ସହିତ ଅଛ, ତୁମେ ତୁମର ସୁରକ୍ଷାର ବାଣ ସେମାନଙ୍କ ଚତୁର୍ଦିଗରେ ବେଷ୍ଟନ କରିଅଛ ଏବଂ ନୂଆ ରାସ୍ତା ଖୋଲି ଦେବାକୁ ଯାଉଅଛ। ଏପରି ଅଦ୍ଭୁତ ବିଷୟକୁ ଜାଣିପାରିବେ, ଚିହ୍ନି ପାରିବେ ବୋଲି ମୁଁ ପ୍ରାର୍ଥନା କରୁଅଛି ପ୍ରଭୁ। ତୁମ
ଅଦ୍ଭୁତ କାର୍ଯ୍ୟ ସମସ୍ତଙ୍କ ଜୀବନରେ ହେବାକୁ ଦିଅ। ଧନ୍ୟବାଦ ଦଉଛି ପ୍ରଭୁ, ତୁମେ ମୋ ପ୍ରାର୍ଥନା ଶୁଣିଲ। ସମସ୍ତ ଗୌରବ ସମ୍ଭ୍ରମ ତୁମକୁ ଦେଇ ଏହି ସମସ୍ତ ପ୍ରାର୍ଥନା ଯୀଶୁଙ୍କ ନାମରେ ମାନୁଛି। Amen. 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 ଆମେନ୍। ସମସ୍ତ